नमः विष्णुपादाय कृष्णपृष्ठाय भूतले श्रीमते भक्ति वेदांत स्वामिने नित्य नामिने नमस्ते सारस्वते देवे गौरवाणी प्रचारिणे निर्विशेष शून्यवादी पश्चात देशतार नमः विष्णुपादाय कृष्णपृष्ठाय भूतले श्रीमते लोकनाथ स्वामी नित्य नामिने हे कृष्ण करुणा सिंधु दीन बंधु जगतपते गोपेश गोपिका कांत राधा कांत नमस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे कृष्णा 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 हरे 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 राम 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 हरे हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे कृष्णा 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 हरे 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 राम 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 हरे हरे गौर निताई जय गौर निताई पतित पावन गौर निताई जय गौर निताई पतित पावन गौर निताय जय गौर निताय पतित पावन गौर निताय जय जगन्नाथ स्वामी जय जगन्नाथ स्वामी जय जगन्नाथ जय बलभद्र जय सुभद्रा जय सुदर्शन जगन्नाथ स्वामी नयन पथगामी भवतु मे जय जय प्रभुपाद जय जय गुरुदेव निताय गौर हरि बोल निताय गौर प्रमानंद हरि हरि बोल हरे कृष्ण समस्त हरे कृष्ण दंडवत प्रणाम हरे कृष्ण माता जी, धन्यवाद प्रणाम। दंडवत प्रणाम समस्त को। तो
ଆମେ ଆଜି କାର୍ତ୍ତିକ ମାସର ପ୍ରଥମ କ୍ଲାସ କରୁଛେ। କାର୍ତ୍ତିକ ମାସରେ ମାନେ ପୁଣ୍ୟ ଟିକେ କଲେ ବହୁତ ଫଳ ମିଳେ। ମୁଁ ସେଥିପାଇଁ ମୁଁ ଆଜି ରଖିଛି ଟପିକ ହାଉ ଟୁ ମ୍ୟାନେଜ ୱିଥ ନନ୍ ଡିଭୋଟି। ଯୋଉମାନେ ଡିଭୋଟି ହେଇନାହାନ୍ତି ସେମାନଙ୍କ ସହିତ ଆମେ କେମିତି ମ୍ୟାନେଜ କରିବା, କେମିତି ତାଙ୍କ ସହିତ ଡିଲିଂ କରିବା, ବ୍ୟବହାର କେମିତି କରିବା। ଏବଂ ତା ସହିତ ଆମେ ତ କିଛି ତ ଜାଣିଲେଣି ଡିଭୋଟି ମାନଙ୍କ ସହିତ କେମିତି ବ୍ୟବହାର କରାଯାଏ। କିନ୍ତୁ ଆମ ମନରେ ସବୁବେଳେ କୋଶ୍ଚିନ୍ ଥାଏ ଯେ ସମସ୍ତଙ୍କ ଫ୍ୟାମିଲିରେ ଆଜି ପର୍ଯ୍ୟନ୍ତ ସମସ୍ତେ ବି ଡିଭୋଟି ହେଇପାରି ନାହାନ୍ତି। ଯଦି କାହାର ମାନେ ପତି ହେଇଛି, କାହାର ପତ୍ନୀ ହେଇନି, କାହାର ପିଲାମାନେ ହେଇନାହାନ୍ତି। ଏମିତି ବି ଭଗବାନ ବି ଗୋଟେ ପରିବାରରେ ଟୋଟାଲ ସମସ୍ତେ ବି ଭକ୍ତି ଲାଇନରେ ଅଛନ୍ତି। କିନ୍ତୁ ସେଇଟା ମାନେ ଦେଖିବାକୁ ଗଲେ ମେଜୋରିଟିରେ ଟିକେ ମାନେ କମ ଭଳିଆ ହିଁ ହେଇଛି। କାରଣ ସେମିତି ଭଗବାନଙ୍କର ବଡ କୃପା ଆଶୀର୍ବାଦ ଥିଲେ ଆଗ ଜନ୍ମରେ ମାନେ ଟୋଟାଲ ଗୋଟେ ଫ୍ୟାମିଲି ଭକ୍ତି ଲାଇଫରେ ଆସିଯାଆନ୍ତି। ଏବଂ ସେଇଟା ପ୍ରୟାସରେ ମଧ୍ୟ ହେଇପାରିବ। ଆମେ ମାନେ ପ୍ରଥମେ ଯେତେବେଳେ ଭକ୍ତି ଲାଇନକୁ ଆସିଲେ ଆମେ ସେମିତି ଭଗବାନଙ୍କର ଯେତେବେଳେ କୃପା ଆସିଲା ଆମେ ସେ ଲାଇନକୁ ଆସିପାରିଲେ କାହା ନା କାହା ଥ୍ରୋରେ। ସେମିତି ଆମେ ଯଦି ଆମ ପରିବାରରେ ଜଣେ ଭକ୍ତି ଲାଇନକୁ ଆସିଛେ ଆମେ ପ୍ରୟାସ କରିବା ଆମ ପରିବାର ସମସ୍ତଙ୍କୁ ଭକ୍ତ ବନେଇବା ପାଇଁ। କିନ୍ତୁ ତା ମାନେ ନୁହଁ ଯେ ଆମେ ମାନେ ବହୁତ ଚେଷ୍ଟା କରିବା, ଆମ କର୍ତ୍ତବ୍ୟ କରିବା। କିନ୍ତୁ ଯଦି ନ ହେଇ ପାରିଲା ତାହେଲେ ସେଥିରେ ବି ବ୍ୟଥିତ ହବାର ନାହିଁ। କାରଣ ଆମ ଆଙ୍ଗୁଠିରେ ଆମ ହାତରେ ପାଞ୍ଚଟା ଆଙ୍ଗୁଠି ଅଛି। ସମସ୍ତେ କଣ ସମାନ ଅଛନ୍ତି? ସମସ୍ତଙ୍କ ନେମ୍ ବି ସମାନ ନାହିଁ, ସମସ୍ତଙ୍କ ୱାର୍କ ବି ସମାନ ନାହିଁ। ତେଣୁ ଯଦି ଆମ ପରିବାରରେ ଆମେ 5 ଜଣ ଅଛେ ତାହେଲେ ସମସ୍ତେ ଭକ୍ତ ହବା ବୋଲି କିଛି ବି ଗ୍ୟାରେଣ୍ଟି ନାହିଁ। କାରଣ ଆଗ ସ୍ୱୀକୃତ ଜନ୍ମ ନେଇକି ପରିବାର ପିତାମାତା ହିଁ ମିଳିଥାନ୍ତି, ଜନ୍ମ ଆମକୁ ମିଳିଥାଏ। ତେଣୁ ଯଦି ଆମେ 5ଟା ଧର ଭାଇ ଭଉଣୀ ହେଇଛେ ସମସ୍ତେ ଭକ୍ତି ଲାଇନରେ ଆସିବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ। କି ସମସ୍ତେ ଭକ୍ତିରେ ନ ଆସିବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ। କିନ୍ତୁ ଆମେ ବ୍ୟଥିତ ହବାନି, ପ୍ରୟାସ ଜାରି ରଖିବା, ଚେଷ୍ଟା କରିବା ହେବା ପାଇଁ। ତାହେଲେ ଚେଷ୍ଟା କରିବାକୁ ହେଲେ ଆମକୁ ମାନେ କୋଉ ଟାଇପ ର ବିହେଭିୟର ବି କରିବାକୁ ପଡିବ। ଆମେ ବହୁତ ଟାଇମ ଆମ ମନରେ କୋଶ୍ଚିନ୍ ଆସେ ଯେ ମୁଁ ଭକ୍ତି କରୁଛି ଘରେ ଆମର ବିରୋଧ କରୁଛନ୍ତି, କେମିତି ମୁଁ କରିବି, ଘରେ ମନା କରୁଛନ୍ତି, ଏତେ ଛୋଟ ବେଳୁ କାହିଁକି ଭକ୍ତି କରିବୁ, ସେ ବୁଢା ବୁଢୀ ହେଲେ ଭକ୍ତି କରିବେ। ଏମିତି ପ୍ରାୟ ଏଇ କୋଶ୍ଚିନ୍ ହିଁ ଗାଁ ଗହଳିରେ ଦେଖିବେ। କହନ୍ତି ଏବେ ବୟସ ହେଇନି ଭକ୍ତି କରିବାର। ଭକ୍ତି କରିବାର କୌଣସି ବୟସ ହିଁ ନାହିଁ। ଆମେ ଧ୍ରୁବ ମହାରାଜ, ପ୍ରହ୍ଲାଦ ମହାରାଜ, ଏମାନଙ୍କୁ କଣ ବୟସ ହେଇଥିଲା? କେତେ ଛୋଟ ବେଳୁ କାରଣ ସେମାନଙ୍କ ଆଗ ଜନ୍ମରେ ସ୍ୱୀକୃତି, ସେଥିପାଇଁ ସେମାନେ ଏତେ ଛୋଟ ବେଳୁ ଭକ୍ତି ଲାଇନରେ ଆସି ପଡିଲେ। ତଥାପି ଆମ ମାନଙ୍କ ସ୍ୱୀକୃତି ଯେବେ ଭଗବାନଙ୍କର ମିଳିଲା ମାନେ ଆମର ଆଗ ଜନ୍ମରେ ଯୋଉ କର୍ମ ଆମେ କରିଥିଲେ ଯେ ପର୍ଯ୍ୟନ୍ତ ଆମକୁ ସେ କର୍ମଟା ସରି ନଥିଲା ସେଥିପାଇଁ ଆମକୁ ଭକ୍ତି ଲାଇନକୁ ଆସି ହେଇ ନଥିଲା। ଯେବେଠୁ ଆମେ ଭକ୍ତିରେ ଆସିଲେ ଆମେ ସେବେଠୁ ପ୍ରାଉଡ ଫିଲ୍ କରିବା କଥା ଯେ ଯାହା ହଉ ମୁଁ ଭଗବାନଙ୍କୁ ହିଁ ବୁଝିଲି, କି ଭଗବାନଙ୍କୁ ଟିକେ ଭଲ ପାଇଲି। କାରଣ ଆମେ ଯେତେ ବଡ ସାଇଣ୍ଟିଷ୍ଟ ହଉ, ଯେତେ ବଡ ଡକ୍ଟର ହଉ, ଯେତେ ବଡ ଇଞ୍ଜିନିୟର ହଉ, ଯଦି କୃଷ୍ଣଙ୍କୁ ଭଲ ନ ପାଉଛନ୍ତି, ଯଦି ଭଗବାନଙ୍କୁ ପୂଜା ନ କରୁଛନ୍ତି, ଭଗବାନଙ୍କ ଶରଣରେ ନ ଆସିଛନ୍ତି, ସେ ଡାକ୍ତରର ଭ୍ୟାଲୁ ନାହିଁ, ସେ ଇଞ୍ଜିନିୟର ଭ୍ୟାଲୁ ନାହିଁ, କି ସାଇଣ୍ଟିଷ୍ଟର ଭ୍ୟାଲୁ ନାହିଁ। କାରଣ ସାଇନ୍ସ ଇଜ ଇକ୍ୱାଲେଣ୍ଟ ଟୁ ସ୍ପିରିଚୁଆଲ ଆଣ୍ଡ ଇଞ୍ଜିନିୟରିଂ ଇଜ ଅଲରେଡି ଇକ୍ୱାଲେଣ୍ଟ ଟୁ spiritual and also doctor is equivalent, doctor work is all equivalent to spiritual। spiritual ଛଡା କୌଣସି ଜଗତ ସ୍ପିରିଚୁଆଲ କୁ ଛାଡିକି କିଛି ବି କାମ କରିପାରିବ ନାହିଁ। ଦେଖିଥିବେ ଆମେ ମାନେ ଯେତେବେଳେ କୌଣସି ଗୋଟେ ପେସେଣ୍ଟ ମେଡିକାଲରେ ପଡିଥାଏ ଡକ୍ଟର ପ୍ରୟାସ କରେ, ଯେତେବେଳେ ଡକ୍ଟର ଜାଣିବ ଯେ ନାଇଁ ଇଏ ଆଉ ହବନି, ସେ କଣ କହେ ପରିବାରକୁ ଜଣେଇ ଦିଏ ଯେ ତମେ ଭଗବାନଙ୍କୁ ଡାକ। ତାହେଲେ ସିଏ ତ ଡାକ୍ତର ଦ୍ୱିତୀୟ ଭଗବାନ, ତାହେଲେ ସିଏ ତ ବଞ୍ଚେଇ ଦିଅନ୍ତେ। ତାହେଲେ ସିଏ କାହିଁକି କହିଦଉଛନ୍ତି ସେ ମୁମେଣ୍ଟରେ ଯେ ତମେ ଭଗବାନଙ୍କୁ ପ୍ରେୟାର କର, ଯଦି ଭଗବାନଙ୍କର ଇଚ୍ଛା ଥାଏ ତାହେଲେ ବଞ୍ଚେଇ ପାରିବ। ତାହେଲେ ଯଦି ଡକ୍ଟର ପାଖରେ ଆମେ ଯାଇକି ଚେଷ୍ଟା କଲେ, ଡକ୍ଟର ଲାଷ୍ଟ ମୋମେଣ୍ଟକୁ ସିଏ ତ ଡାକ୍ତର ନା, ସିଏ କାହିଁକି ଭଗବାନଙ୍କ ନାଁ ନଉଛି? ତାହେଲେ ସିଏ ତ କହନ୍ତା ମୁଁ ବଞ୍ଚେଇ ପାରିଲିନି ତମେ ନେଇଯାଅ। କିନ୍ତୁ ସବୁ ଡକ୍ଟର ମାନେ ମୁଁ ବି ଦେଖିଛି ମେଡିକାଲରେ ଯେ ସବୁ ଡକ୍ଟର ଯେତେବେଳେ ଦେଖିବେ ଆଉ ପେସେଣ୍ଟ ତାଙ୍କ କଣ୍ଟ୍ରୋଲରେ ନାହିଁ, ସେ ଲାଷ୍ଟକୁ କହିଦେବେ ଭଗବାନଙ୍କ ଉପରେ ଛାଡି ଦିଅ। ସେ ପ୍ରୟାସ କଲା ପରେ ତେଣୁ ଚେଷ୍ଟା ତ କରିବେ, କିନ୍ତୁ ଭଗବାନ ଉପରେ ଛାଡିଦିଅନ୍ତି। କଣ ନା ରଖେ ହରି ମାରେ କିଏ, ମାରେ ହରି ରଖେ କିଏ, ଏଇ ଆମର ଯୋଉ ଅଛି ସତ କଥା। ଯଦି ଭଗବାନ ଯାହାକୁ ରଖିବାକୁ ଚାହିଁବେ ତାକୁ କେହି ବି ମାରି ପାରିବେନି। ଯଦି ଭଗବାନ କାହାକୁ ମାରିବାକୁ ଚାହିଁବେ ତାହେଲେ କେହି ବି ତାଙ୍କୁ ରକ୍ଷା କରିପାରିବେନି। ଭଗବାନ ତ କାହାକୁ ମାରନ୍ତିନି, କିନ୍ତୁ ଶରୀର ଧରିଥିଲେ ତ ମୃତ୍ୟୁ ଆସିବ, ଶରୀର ଛାଡିବାକୁ ପଡିବ। ତେଣୁ ସେଥିପାଇଁ କହନ୍ତି ରଖେ ହରି ମାରେ କିଏ। ସେଭଳି ଆମେ ତାହେଲେ ଆମ ଫ୍ୟାମିଲିରେ ନନ୍ ଡିଭୋଟି ଅଛନ୍ତି, ଆମେ ତାଙ୍କୁ କେମିତି ମାନେ ବିହେଭିୟର କରିବା। ଆମର ପ୍ରଥମ ସ୍କନ୍ଧରେ
ବର୍ଣ୍ଣନା କରାଯାଇଛି। ଆମେ ଶାସ୍ତ୍ର ଅନୁସାରେ ଆଗେ ଦେଖିବା ଯେ ଶାସ୍ତ୍ରରେ କଣ କୁହାଯାଇଛି, ଡିଭୋଟି ଆଣ୍ଡ ନନ୍ ଡିଭୋଟିଙ୍କ ସହିତ କେମିତି ବ୍ୟବହାର କରିବା ଦରକାର। ତାମାନେ ମନରେ କ୍ୱେଶ୍ଚନ, ତାହେଲେ ଆମେ ନନ୍ ଡିଭୋଟିକୁ ଭଲ ବ୍ୟବହାର କରିବା, ଯୋଉ ଡିଭୋଟିଙ୍କୁ ଭଲ ବ୍ୟବହାର କରିବା, ଆଉ ନନ୍ ଡିଭୋଟିଙ୍କୁ ଖରାପ ବ୍ୟବହାର କରିବା ନା, ଆମେ ସମସ୍ତଙ୍କ ପ୍ରତି ଭଲ ବ୍ୟବହାର କରିବା। କାରଣ ବୈଷ୍ଣବର କର୍ତ୍ତବ୍ୟ ହଉଛି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା। ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେ 25 ନମ୍ବର ଶ୍ଲୋକରେ କୁହାଯାଇଛି, କଣ କୁହାଯାଇଛି ନା ସମସ୍ତଙ୍କ ପ୍ରତି ଦୟା ଆଉ କରୁଣା। ଦୟା ଆଉ କରୁଣା ଦିଟା ଏମିତି ଶବ୍ଦ, ସେଇଠି ହିଁ ସମସ୍ତେ ଚେଞ୍ଜ ହେଇଯାଆନ୍ତି। ଯଦି ଆମ ପ୍ରତି କିଏ ଖରାପ ବ୍ୟବହାର କରିଛି କି କଟୁ କଥା କହିଛି, ଆମେ ଯଦି ତାକୁ କ୍ଷମା କରିଦେବା, ସେଇଥିପାଇଁ କହନ୍ତିନି କ୍ଷମା ଠାରୁ ବଡ କିଛି ନାହିଁ। କ୍ଷମା କେତେବେଳେ କରାଯାଏ, ଜଣେ ଦୋଷ କରିଥିବ ବୋଲି ତାକୁ କ୍ଷମା କରାଯାଏ। ତେଣୁ ଆମେ ଯଦି ଦୋଷୀକି କ୍ଷମା କରିଦଉଛେ, ତାଠାରୁ ଆଉ ବଡ ଗୁଣ କିଛି ନାହିଁ। ସେଥିପାଇଁ କ୍ଷମା ଗୁଣଟାକୁ କୁହନ୍ତି ବହୁତ ବଡ ଗୁଣ ବୋଲି। କ୍ଷମା କେମିତି କରାହେଇଥିଲା, ଜଗାଇ ମାଧେଇ ନିତ୍ୟାନନ୍ଦ ମହାପ୍ରଭୁଙ୍କୁ ଢେଲା ପକେଇକି ତାଙ୍କ ମୁଣ୍ଡରୁ ବ୍ଲଡ ବାହାର କରିଦେଲେ। ଚୈତନ୍ୟ ମହାପ୍ରଭୁ ଦେଖିକି ବହୁତ ରାଗି ଯାଇଥିଲେ, ଜଗାଇ ମାଧେଇଙ୍କୁ ସୁଦର୍ଶନ ଚକ୍ର ପଠେଇ କାଟିଦେବା ପାଇଁ କହିଥିଲେ। କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ବହୁତ ଦୟାର ଠାକୁର, ସିଏ କିନ୍ତୁ କହିଥିଲେ ନା, ତାଙ୍କୁ କ୍ଷମା କରିଦିଅ। ସେ ତାଙ୍କ ମୁଣ୍ଡରୁ ବ୍ଲଡ ବାହାରୁଛି, କିନ୍ତୁ ସେ ତାଙ୍କୁ କ୍ଷମା କରିଦେଇଥିଲେ। ତେଣୁ କ୍ଷମା ଆଉ ଦୟା, ଆଉ ଆଉ ଗୋଟେ ହଉଛି ଟଲରେନ୍ସ, ସହନଶୀଳତା। ଯାହା ପାଖରେ ସହିବାର ଶକ୍ତି ଅଛି ନା, ସିଏ ଜଗତକୁ ଜିତି ଯାଇଛି। ସହିବାର ଶକ୍ତି ସବୁ କ୍ଷେତ୍ରରେ ଆମକୁ ସାହାଯ୍ୟ କରିବ। ସାଂସ୍କ୍ରିଟରେ ତିତିକ୍ଷା କହନ୍ତି, ତିତିକ୍ଷା ମାନେ ସହନଶୀଳ। କାରୁଣିକା ମାନେ ସମସ୍ତଙ୍କ ପ୍ରତି କରୁଣା କରିବା, ଦୟା କରିବା। ସେଇଟା ଶବ୍ଦ ଏତେ ବଡ ଶବ୍ଦ, ଯଦି ଆମ ଭିତରେ କରୁଣା, ଦୟା ଆଉ ସହନଶୀଳତା ଆସିଯିବ ନା, ଆମେ ଆଉ ଏ ସଂସାରରେ ଯୋଉ ଦୁଃଖ ଭୋଗୁଛେ ନା, କିଛି ବି ମନ ଭିତରକୁ କଷ୍ଟ ଆଉ ଦୁଃଖ ଆସିବନି। କିନ୍ତୁ ଆମେ ସେଟା କରିପାରୁନେ ଏବେ ବୋଲି, ସେତିକି ଆମର ପେସେନ୍ସ ଆସିନି, ସହନଶୀଳତା ଆସିନି, କି ଆମେ ସେତିକି ବି କାହା ଉପରେ ଦୟା ବି କରିପାରୁନେ, କି କ୍ଷମା ବି କରିପାରୁନେ, କି ଯେହେତୁ କରିପାରୁନେ, ସେଥିପାଇଁ ଆମକୁ କଷ୍ଟ ଆସୁଛି। ଆମେ ଯଦି ସହିଯିବା, ଠିକ ଅଛି, ଆମକୁ ଗୋଟେ କିଏ କଣ କହିଲା, କହିଲା ଆଉ କିନ୍ତୁ ସେ ମତେ କାହିଁ କହିଲା, କାହିଁ ମତେ କଣ ପାଇଁ ସେ ମତେ କହିଲା, ଯଦି ଏମିତି ମନକୁ ଆସିବ, ତାହେଲେ କଣ ହବ ନା, ମନରେ ରାଗ ଆସିବ। ଆଉ ରାଗ ତ ସବୁ ମୂଳରେ ହିଁ କାରଣ। ଯଦି ରାଗ ଆସିଗଲା, ସରିଗଲା। ତେଣୁ ଆମେ କଣ କରିବା, ସେ ଯୋଉ ନନ୍ ଡିଭୋଟି, ଆମେ ରାଗିବାନି। ଧର ସେମାନେ ଭକ୍ତି ଲାଇନକୁ ଆସିନାହାନ୍ତି, ଆମେ ବି ଯେତେବେଳେ ଭକ୍ତି ଲାଇନକୁ ଆସିନଥିଲେ, କେତେବେଳେ କିଏ ଆସିବ ଭକ୍ତି ଲାଇନକୁ କହିବି ହବନି। କାରଣ ଭଗବାନଙ୍କର କେତେବେଳେ କୃପା କାହା ଉପରେ ବରସିଯିବ, ସେଇଟା କେହି ବି କହିପାରିବେନି। ଯେମିତି ଆମେ ମାନେ ଭକ୍ତି ଲାଇନକୁ ଆସିଛେ, ଆମେ ମାନେ ତ ଜନ୍ମରୁ ଭକ୍ତ ନଥିଲେ, କି ଆମ ପରିବାରରେ ଯଦି ଭଗବାନଙ୍କୁ ମାନେ ପୂଜା କରୁଥିଲେ, କି ଦେବାଦେବୀଙ୍କୁ ପୂଜା କରୁଥିଲେ, ଠାକୁର ପୂଜା କହନ୍ତି। ଆମର ଗାଁ ଗହଳି ସାଧାରଣତଃ ଠାକୁର ପୂଜା କହନ୍ତି ନା। ଭଗବାନ ଦେବାଦେବୀ ଠାକୁର ମାନେ ଏତେ ସେମାନେ ଜାଣନ୍ତିନି ଯେ ଭଗବାନ କିଏ, ଦେବାଦେବୀ କିଏ, ଜାଣନ୍ତିନି। କିନ୍ତୁ ଜାଣନ୍ତି କି ପୂଜା କରିବାକୁ ପଡିବ, ଠାକୁର ପୂଜା ତ କରିବି ଆଉ। ନା ଆମେ କଣ କରିବା ନା, ଭକ୍ତକୁ ଯେମିତି ଆମେ ସମ୍ମାନ ଦଉଛେ, ଯୋଉମାନେ ନନ୍ ଡିଭୋଟି ତାଙ୍କୁ ବି ସେଇଭଳି ସମ୍ମାନ ଦବା। ଆମେ ସିଏ ଭକ୍ତି କରୁନି ବୋଲି ତାକୁ ଘୃଣା କରିବାନି, କି ହଟ୍ କରିକି ତାକୁ କହିବାନି। ଯୋଉଟା କି ହଟ୍ କରି କହିଲେ କଣ ହବ, ମାନେ କଷ୍ଟ ହବ ନା, ଆମେ ତ ସେଠି ଅପରାଧୀ ହେଇଗଲେ। ଜଣକୁ ଯଦି ଆମେ ଆଘାତ ଦେଇକିରି କହିବା, ତାହେଲେ କଣ ଜଣେ ଭକ୍ତି ଲାଇନକୁ ଆସିପାରିବ? ତେଣୁ ଯଦି ଆମେ ତାକୁ ସରଳ ଭାବରେ ବୁଝେଇବା, ଏବଂ ଏମିତି ବୁଝେଇବା ଆମେ ଯେ ସିଏ ନିଜେ ଚାହିଁବ, ନାଇଁ ନାଇଁ ଭକ୍ତି କରିବାଟା ନିହାତି ମତେ ଦରକାର, ଯେ ଆମେ ଯଦି ସେଇଭଳି ଆମର ବ୍ୟବହାର, ମାନେ ଆମର ଚାଲିଚଳନ ହବ, ତାହେଲେ ସିଏ ଦେଖିକି ନିଜେ ସେ କହିବ, ନାଇଁ ନାଇଁ ମତେ ଭକ୍ତି କରିବା ନିହାତି ଦରକାର। ଯଦି ମାତାଜୀ ଭକ୍ତି କରୁଛନ୍ତି, ଯଦି ସେ ଭକ୍ତି କରିକି କିଛି ଶିକ୍ଷା ଏଇଭଳି ଦେଇପାରୁଛନ୍ତି, ତାହେଲେ ମୁଁ ବି ଭକ୍ତି କରିକି କିଛି ଆଉ କାହାକୁ ଶିକ୍ଷା ବି ଦେଇପାରିବି, ମନରେ ନିଶ୍ଚିନ୍ତ ଆସିବ। ସେଇଭଳି ଆମ ନିତ୍ୟାନନ୍ଦ ମହାପ୍ରଭୁ ଆଉ ଚୈତନ୍ୟ ମହାପ୍ରଭୁ ନଦିଆରେ ପ୍ରଚାର ପାଇଁ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ମହାପ୍ରଭୁଙ୍କୁ କହିଦେଇଥିଲେ। ଏବଂ ସେଇ ଗୋଟେ ଗୀତ ଅଛି, କେତେ ସୁନ୍ଦର ଗୀତ, ମତେ ବହୁତ ବଢିଆ ଲାଗେ। ଯେମିତି ମୁଁ ଜାଣିଛି ସେଇ ଗୀତଟା ଆଜି ଟିକେ ଗାଇବା। ହରେ କୃଷ୍ଣ।
नदिया गोत्रु में नित्यानंद महाजन, पति अच्छे नाम हट जीवर कारण। नदिया गोत्रु में नित्यानंद महाजन, पति अच्छे नाम हट जीवर कारण। नदिया नदिया गोत्रु में नित्यानंद महाजन, पति अच्छा नाम हट जीवर कारण। श्रद्धावान जन हो श्रद्धावान जन, श्रद्धावान जन हो श्रद्धावान जन, पति अच्छा नाम हट जीवर कारण। नदिया नदिया गो तुम्हें नित्यानंद महाजन, पति अच्छा नाम हट जीवर कारण। प्रभु आज्ञार भाई मागी भिक्षा, बल कृष्ण भज कृष्ण कर कृष्ण शिक्षा। नदिया नदिया गो तुम्हें नित्यानंद महाजन, पति अच्छे नाम हट जीवर कारण। अपराध शून्य है लह कृष्ण नाम, कृष्ण माता कृष्ण पिता कृष्ण धन प्राण। नदिया नदिया गो तुम्हें नित्यानंद महाजन, पति अच्छे नाम हट जीवर कारण। कृष्ण र संसार कर छाड़ियो नाचा, जीवे दया कृष्ण नाम सर्वधर्म सार। नदिया नदिया गो तुम्हें नित्यानंद महाजन, पति अच्छे नाम हट जीवर कारण। नदिया नदिया गो तुम्हें नित्यानंद महाजन, पति अच्छे नाम हट जीवर कारण। हरि बोल। केते सुंदर भक्ति विनोद ठाकुर लिखिଛନ୍ତି जे कौन कहिଛନ୍ତି देखंतु केते सुंदर कथा जे प्रभु कृष्ण कौन आमर कौन कहिଛନ୍ତି देखंतु जे कृष्ण होउଛନ୍ତି हमर कौन ना पिता माता भाई बंधु सब सर्वस्व। आ कौन करिया पड़िबो हमको ना कृष्णर नाम नबाकू पड़िबो, भजियाकू पड़िबो। कृष्ण नाम रे सबु अछि। हमर भागवतम और भगवत गीता रे 50 रु 60 टा श्लोक नाम जपर महात्म्य वर्णना करा जायछि। यदि सेतिकी आमे पढ़िबा ताले आमे जो चांटिंग करूचे, चांटिंग करिया पे बहुत श्रद्धा आसी जीवो। एटा किंतु बहुत रियल कथा। आउरी इच्छा हबो, आउरी इच्छा हबो। मु तो मोर एक्सपीरियंस कहिबी, मते चांटिंग करिया को बहुत इच्छा हुए, किंतु समय अभाव थाए। किंतु जो दिन समय मिले मु चांटिंग को केबे छाड़ेनी। जो वृंदावन धाम परिक्रमा रे जाए, सेठी राधारानी बहुत बड़ कृपा, कृष्णकर दया, गुरुंकर आशीर्वाद, मु टार्गेट रखी थाए डेली जे 64 राउंड मु धाम रे गले कंप्लीट करी। माने जेतिकी जो जेबे जाईची प्रयास करिकी करिची, को दिन तो गोटे अधे माने सेवा जदी पड़ी जाइथिबो करि पार नथिबी, किंतु मो धाम गले चांटिंग केबे जान अछंती अलगा माने जो नॉन डिवोटी जाईथिबे, किंतु सेमान तो एते चांटिंग विषय रे टिके जेते कम जानते काले गपी हो चेष्टा करते। मु जस्ट बाहरी आसे माने पचरते ठीक अछि माता जी कथा हवा, कारण धाम रे गोटे मिनिट समय वेस्ट करबाटा ही हमर बोकामी। कारण आमे धाम रे सब बेले जाई पारुनी, आम पाखे से समय नहीं। आम भी से भाग्यवान नुहे धाम रे माने जन्म होइछे। जो माने पुरी जन्म होइछे बहुत भाग्य, किंतु आमे तो पुरी जन्म नहीं, किंतु तथापि भाग्यवान आमे ओडिसा रे जन्म होइछे। कारण उत्कल धाम रे जन्म होइछे, जगन्नाथ धाम रे जन्म होइछे। पुरी रे न जन्म होई परिथाउ, किंतु ओडिसा रे तो जगन्नाथ अछंती ना। किंतु आमे तो वृंदावन जाउचे सब बेले मन रखिबा चांटिंग प्रॉपरली। गोटे समय केतेबेले आमे चिंता करिबानी जे अननेसेसरीली वेस्ट करिया पई। तेणु एठी कृष्ण होउछन्ति सब किछि। आ जीवन रे सबुठारु बड़ सार होउछि कृष्णकर नाम आउ जीव उपरे दया। प्रत्येक जीव माने प्रत्येक पिंपुड़ी ठारू आरंभ करी वृक्ष लता जेते जार जीवन अछि, प्रत्येक जीव प्रति आमे दया करिबा दरकार। कारण वैष्णवर मूल धर्म होछि दया।
କ୍ଷମା, ସହନଶୀଳତା, ତେଣୁ ସବୁ ଜୀବ ପ୍ରତି ଆମେ ଦୟା କରିବା ଉଚିତ। ସେଥିପାଇଁ ଆମେ ଜୀବମାନଙ୍କ ପ୍ରତି ଯୋଉ ଦୟା ପାଇଁ ଲୋକ ଏବେ କଳି ଯୁଗରେ ବହୁତ ବି ମାନେ କହୁଛନ୍ତି କଣ ଯେ ନନଭେଜ ଖାଇଲେ କଣ ଅପରାଧ, ସେମାନେ ଜାଣନ୍ତିନି ଏ ଜୀବ ହତ୍ୟା ପାପ କେତେ ଲାଗେ ବୋଲି। ସେମାନେ ଜାଣିନାହାନ୍ତି, କିନ୍ତୁ ଆମେ ମାରିଲୁ ଖାଇଲୁ, ତାହେଲେ ତମେ ସିଂହ ସହିତ ସମାନ। ସିଂହର ଖାଦ୍ୟ ସେ ଖାଉଛି, କିନ୍ତୁ ମଣିଷର ଖାଦ୍ୟ ସେଇଟା ନୁହଁ। କିନ୍ତୁ ମାନେ କଳିର ପ୍ରଭାବରେ ସେମାନେ ଏଇଭଳି ହିଁ କହୁଛନ୍ତି, ବୁଝୁନାହାନ୍ତି। ଆଉ ସେ ବୁଝିବେ ବି ନାହିଁ, ତାଙ୍କର ଯେ ପର୍ଯ୍ୟନ୍ତ ସମୟ ନ ଆସିଛି। ଜୀବପ୍ରତି କିନ୍ତୁ ବୈଷ୍ଣବ ହବାକୁ ହେଲେ ନିଶ୍ଚିତ ଆଗ ଜନ୍ମର ସ୍ୱୀକୃତି ଦରକାର। ସମସ୍ତେ ହେଇପାରୁନି, ଗୋଟେ ପରିବାରରେ ଦେଖନ୍ତୁ ସମସ୍ତେ ହେଇପାରୁନାହାନ୍ତି, ଆଉ ହେଇ ବି ପାରିବେ ନାହିଁ ବୋଲି କିଛି ବି ଗ୍ୟାରେଣ୍ଟି ନାହିଁ। ତେଣୁ ଆମେ ସେଥିରେ ବ୍ୟତିବ୍ୟସ୍ତ ବି ହବାର ନାହିଁ। ଯାହାର ସ୍ୱୀକୃତି ଥିବ ଆମେ କିନ୍ତୁ ପ୍ରୟାସ ଜାରି ରଖିବା। ଆମ ପରିବାରରେ ଧରନ୍ତୁ ପିତାମାତା, ଆମ ପରିବାରରେ ପ୍ରଥମେ ଯେତେବେଳେ ଆମେ ହଉଛେ ନିଶ୍ଚିତ ଆମକୁ ବାଧାବିଘ୍ନ ଆସିବ, ଯେ କହିବେ ସମସ୍ତେ ଏତେ ବିରୋଧ କରିବେ, କିନ୍ତୁ ଆମେ କଣ କରିବା, ସେଇଟା ଆମେ କଣ କରିପାରିବା ନା, ଆମେ ଯୋଉମାନେ ଆମକୁ ବିରୋଧ କରୁଛନ୍ତି ନାଇଁ ଭକ୍ତି କରନି କରନି, ଆମେ ସବୁବେଳେ ଚେଷ୍ଟା କରିବା ଯେ ସେମାନଙ୍କ ସହିତ ଯେତେ କମ କଥା ହବା। ମାନେ ନେଗେଟିଭ ଜିନିଷଟା, ମାନେ ଦେଖ ଅଭକ୍ତ ସଙ୍ଗ ଆଉ ଯିଏ ସବୁବେଳେ ନେଗେଟିଭ ଏଇ ଲାଇନରେ ଥିବ, ସେମାନଙ୍କ ସହିତ କଥା ଯେତେ ମାନେ ଆଭଏଡ କରିବେ, ଯେତେ କମ କଥା ହେବେ। ଯିଏ ଭକ୍ତି ଲାଇଫ କୁ ବିରୋଧ, ଧର ପରିବାରରେ ତାମାନେ ଧର ମୋ ବାପା ମା ମନା କରୁଛନ୍ତି ମୁଁ କଥା ହେବିନି, କିନ୍ତୁ କଥା ହେବି ମାନେ ଯେତିକି ଦରକାର। କାରଣ ଯେତେବେଳେ ସିଏ ଟପିକ ଷ୍ଟାର୍ଟ କରିବେ, ସେତିକିବେଳେ ଆମକୁ କଣ କରିବାକୁ ପଡିବ, ଠିକ ଅଛି ବାପା ଟିକେ ମୁଁ ପଢିବି, କି ମାନେ ବ୍ୟସ୍ତ ଅଛି ପରେ କଥା ହେବି, କି ମା କି ଭାଇ ଭଉଣୀ ଯିଏ ବି ବିରୋଧ ଷ୍ଟାର୍ଟ କରିବେ ତ ନେଗେଟିଭ, ଆମେ ସେତେବେଳେ କଣ କରିବା, କଥାଟାକୁ ବୁଲେଇକିରି ରଖିଦବା। କାରଣ ଆମେ ସେ ନେଗେଟିଭ ଲାଇନକୁ ଗଲେ ଧୀରେ ଧୀରେ ଆମର ଭକ୍ତି ନଷ୍ଟ ହବ। ଆମେ କଣ କରିବା, ହଁ ବାପା ମା ଦୟା କହୁଛନ୍ତି, ଭାଇ ଭଉଣୀ ତ କହୁଛନ୍ତି, ଆମେ ଯୋଉ ଯେତିକି ଏମିତି ବହୁ ଜଣଙ୍କର ହେଇଛି ଭକ୍ତିକୁ ଆସିକି ସେମାନେ ଭଟକି ବି ଯାଇଛନ୍ତି, କାରଣ ଅଭକ୍ତ ସଙ୍ଗ ହେଇଗଲା। ଅଭକ୍ତ ସଙ୍ଗ ହେଲେ ଅଟୋମେଟିକ ହଁ ମ ସିଏ ତ ଭକ୍ତି ନ କରିକି ଏମିତି ଭଲରେ ଅଛନ୍ତି, ମୁଁ ଆଉ ଭକ୍ତି କରି କଣ ଲାଭ ଅଛି। ବହୁ ଜଣ ଏମିତି ଭଟକି ଯାଇଛନ୍ତି। ଏମିତି ବି କେତେ ଦୀକ୍ଷା ନେଲା ପରେ ବି ଭଟକିଛନ୍ତି। ଗୁରୁ ମହାରାଜ ଆମର ପରମ ପୂଜ୍ୟ ବି କହୁଥିଲେ, କାରଣ ଏମିତି ଅଭକ୍ତଙ୍କ ସଙ୍ଗରେ ପଡିକି ହେଇଛନ୍ତି। କାରଣ ଅଭକ୍ତ ହିଁ ସବୁବେଳେ ଡାଇଭର୍ଟ କରିବ, ତାହେଲେ ଆମେ ଭକ୍ତି ଲାଇଫରେ ଆସେ। ଆମେ ଯଦି ସେମାନଙ୍କୁ ବୁଝେଇ ନ ପାରୁଛେ, ତାହେଲେ ଆମେ ସାଇଲେଣ୍ଟ ରହିବା, କିନ୍ତୁ ଆମେ ଭକ୍ତିକୁ କେବେ ଛାଡିବାନି। ବହୁତ ବାଧାବିଘ୍ନ ଆସିବ। ଭଗବାନ କହିଥିଲି ମୁଁ ଆଗ କ୍ଲାସରେ, ଭଗବାନ ମୁକ୍ତି ଦେଇଦିଅନ୍ତି, କିନ୍ତୁ ଭକ୍ତି ଦେଇ ସହଜରେ ଦିଅନ୍ତିନି। ତେଣୁ ଆମେ ଯେହେତୁ ଭକ୍ତି କରୁଛେ, ବହୁତ ବାଧାବିଘ୍ନ ଆସିବ। ପରିବାରରେ ହିଁ ପ୍ରଥମେ ବିରୋଧ ଆସିବ, ତେଣୁ ଆମକୁ ସେ ବିରୋଧ ସତ୍ତ୍ୱେ ବି ଆମକୁ କଣ କରିବାକୁ ପଡିବ ନା, ଭକ୍ତି କରିବାକୁ ପଡିବ। କାହିଁ ଭକ୍ତି କରିବାକୁ ପଡିବ ନା, କୃଷ୍ଣ ହଉଛନ୍ତି ସକଳ ଶକ୍ତିର ଆଧାର ଏବଂ କୃଷ୍ଣ ନାମ ହଉଛି ସାର। ଆମ ଜୀବନର ମୂଲ୍ୟ, ଆମେ ଏ ଯୋଉ ମହତ୍ଵ ମଣିଷ ଜନ୍ମ ପାଇଛେ, ଆକୁ ଯଦି ସାର୍ଥକ କରିପାରିବା କେବଳ ଭଗବାନଙ୍କ ନାମ ନେଇକିରି, ଭଗବାନଙ୍କ ନାଁ କୁ ଜପ କରିକି, ଭଗବାନଙ୍କ ନାମକୁ କେବଳ ସବୁବେଳେ ନାମ କରିକି ହିଁ ଆମେ ଏ ଜୀବନକୁ ସାର୍ଥକ କରିପାରିବା। ସେଥିପାଇଁ ଭକ୍ତି ବିନୋଦ ଠାକୁର କେତେ ସୁନ୍ଦର ଲେଖିଲେ, ସବୁ ଧର୍ମ ଠାରୁ କୃଷ୍ଣ ନାମ ନବା ହଉଛି ସର୍ବଶ୍ରେଷ୍ଠ ଧର୍ମ। ଆଉ କୃଷ୍ଣ ହଉଛନ୍ତି ଆମର ପିତା ମାତା, ମାନେ ଆମର ପ୍ରାଣ, ମାନେ ସବୁ କିଛି। ସବୁ ଜୀବର ପ୍ରାଣ ହଉଛନ୍ତି ଭଗବାନ ନା, ଭଗବାନ ଅଛନ୍ତି ସବୁ ଜୀବର ଦେହରେ, ଭଗବାନ ଅଛନ୍ତି ନା। ଏଇ ଯୋଉ ଆତ୍ମାଟା ଯୋଉ ଅଛି, ଆମେ ବଞ୍ଚିଛେ କଥା କହୁଛେ, ଯାହା ଜୀବ ଜନ୍ତୁ ସମସ୍ତେ ଅଛନ୍ତି, ଯଦି ପରମାତ୍ମା ଅଛନ୍ତି ନା, ଅଛନ୍ତି ବୋଲି ତ ଆମେ କଥା କହିପାରୁଛେ କି ଜୀବଜନ୍ତୁ ବଞ୍ଚିଛନ୍ତି। ଭଗବାନ ସମସ୍ତଙ୍କ ଦେହରେ ଅଛନ୍ତି, ଯେ ଯାହାର କର୍ମ ନେଇକି ଜନ୍ମ ମିଳିଛି। ଆମେ ଆଗ ଜନ୍ମରେ ଆମେ ଯୋଉ 84 ଲାଖ ଯୋନିରେ ଭ୍ରମଣ କରିକି ଆଇଛେ, ଆମେ ବି କେତେ ଥର କେତେ ପଶୁ ପକ୍ଷୀ କୀଟ ପତଙ୍ଗ ହେଇ ହେଇକି ମଣିଷ ଜନ୍ମ ପାଇଛେ। ଆଉ ଏଇ ଜନ୍ମରେ ହିଁ ଚିନ୍ତା କରିବା ଯେ ଆମେ ଭଗବାନଙ୍କ ନାମ ନେଇକିରି ଯେ ଧାମକୁ, ଭଗବାନଙ୍କ ପାଖକୁ ରିଟର୍ଣ କରିଯିବା ପାଇଁ। କାରଣ ଭଗବାନ ସବୁବେଳେ ଚାହାନ୍ତି ମୋ ଛୁଆ ମୋ ପାଖକୁ ପଳେଇ ଆସେ। ପିତା ମାତା ନିଜ ଛୁଆକୁ ସବୁବେଳେ ଚାହାନ୍ତି ନା, କିନ୍ତୁ ଆମେ ମାନେ କର୍ମ କରିବା, ଭୁଲ କରିବା ଯୋଗୁ, ଖରାପ କରିବା ଯୋଗୁ ହିଁ ଆମେ ଏ ସଂସାରରେ ଜନ୍ମ ନେଇଛେ। ସେଥିପାଇଁ ଭଗବାନ ଆମକୁ ଚାନ୍ସ ଦେଇଛନ୍ତି ଭକ୍ତି ଜୀବନକୁ ଆଣି। ଆଉ ପ୍ରଭୁପାଦ ଯଦି ତ ଆଜି ଇସ୍କନ ନ କରିଥାନ୍ତେ, ତାହେଲେ ଆମେ ମାନେ ଏମିତି ତ ଭଟକି ଥାନ୍ତେ। ପ୍ରଭୁପାଦ ନଥାନ୍ତେ ଯଦି, ଆଜି ଲକ୍ଷ ଲକ୍ଷ ଜୀବଙ୍କୁ ସେ ଉଦ୍ଧାର କରିଦେଇଛନ୍ତି ହରିନାମ ଦେଇକି। ଚୈତନ୍ୟ ମହାପ୍ରଭୁଙ୍କର ବାଣୀ କହିଥିଲେ, ପ୍ରଭୁ କଳି ଯୁଗରେ ଆଗକୁ ସେ ଜାଣିଥିଲେ ଏଇଭଳି ଆଗକୁ ଆସିବ ବୋଲି। ଆଉ ସେଇ ସମୟରେ ହିଁ କେବଳ ନାମ ହିଁ ସାର ହବ, ନାମ ସଂକୀର୍ତ୍ତନ।
केते चैतन्य महाप्रभु पूरा माने कीर्तन पूरा डेईकिरी करंती चैतन्य महाप्रभुଙ୍କର कीर्तन माने तांको माँ सची माता बहुत बेचैन हो जाती प्रेयर करंती जे मो पुओ एमती डेईकिरी तो काले पड़ी जीवो धरित्री माता प्रेयर करंती जे रक्षा करियो बोली मो पुत्र को किंतु से जान नथिले से धरित्री माता तांको आदेश रे ही चलती बोली कारण सी जानी कौन मो पुत्र भगवान बोली जेमती जशोदा माता देखते कौन कि सी निज पुत्र भली स्नेह करुले ना पुत्र ही भाभी ना ठीक से ही आमे कौन करवा ना भक्ति करने आमे तो करुचे ताले जो माने भक्ति करूना केमती आनीपर आम परिवार रे अच्छी तुम आम कौन केमती व्यवहार कर आनिबा ना भगवान कहते सबु जीव उपरे दया कर क्या रागी कहले कहीं भक्त हेनी दया करी बुझे कहले ही भक्त हो पारती किंतु आम क्या रागिकी कहले कि भक्त हेनी शुणे कभी ये भक्त हुई तो रागी गाली दौरान आम कौन भक्त हो एग्जाम्पल ध्रुव महाराज जितेबाला पिता कोल बसिया जाते साबत माँ विमाता सुरुचि कौन करते कोलू काढ़ी देते सी जो माँ पाक आसी माँ आध्यात्मिक लाइन थे माँ कही जदि कोल बसापी चाहूचु ताले विष्णु भगवान को भगवान होती परम पिता भगवान को ही प्रार्थना कर से भगवान को कोल बसापी ही चेष्टा कर पुत्र को कही ध्रुव पचार भगवान को कौट पाइबी तेणु माता वर्ती मैंने कही वृंदावन भगवान अच्छा वृंदावन तो 12टा वन 5 वर्षर शिशुपुत्र मनरे जिद आसी जे मते मो विमाता मते पिता कोल उठे देछि मो माता कहछि जदि पिता कोल बसबार अछि ताले भगवान होउछन्ति पिता तांकरी कोल रे बसिया पई तो चेष्टा कर सी सर्वश्रेष्ठ पिता तेणु ध्रुव महाराज सेउठू ही बाहरी जाइतिले जे मु भगवान पिता को ही पाइबी एवं गला बेले आम जाचे नारद किमी साहाय्य कले एवं सी भगवान तांकर तपस्या रे मुग्ध हो गले एवं भक्त को भगवान सब भल पाती एवं ध्रुव महाराज को आसिकी कौन करथिले ध्रुव महाराज भगवान जितेबाला तपस्या रे खुशी हो गले प्रीत हो गले से कौन कले ना तांको सी तो भगवान को पाई गले ना भगवान आसिले तले किंतु तांको प्रति जो तांकर विमाता जो अपराध करथिले तांको विमाता सुरुचि जानी नथिले जे ध्रुव जने शुद्ध वैष्णव बोली से छोट बालकटी भाभी एवं सी हूँ माने सौतुणी पुत्र भाविकी से व्यवहार करथिले जे मो पुत्र उत्तम केवल महाराज कोल बसिबो बोली जेतेबेले भगवान ध्रुव महाराज तपस्या आसीगले भगवान ध्रुव महाराज को कहले तमर जो भाई उत्तम सी वन को शिकार करने से मृत्युवरण कर विमाता सुरुचि पुत्रर मृत्यु खबर जानी पागल भली जंगल को दौड़ जंगल से दावानल रे जलिकी ध्वंस हो एमती कौन पे सुरुचि ना जो ध्रुव महाराज को जो कष्ट देइथिले जो व्यवहार रे कष्ट देइथिले जो से जानी अजनात जदि अपराध भी करिवो से भी अपराध कारण से बहुत बड़ा वैष्णव पाखे अपराध कर देइथिले मन रखिथिबे जीवन रे सबु अपराध को भगवान क्षमा कर दिले कि वैष्णव अपराध करदेले क्षमा पाइबा बहुत कष्ट कारण वैष्णव होचंदी भगवान प्राण माने आमर प्राण भगवान भगवान प्राण होचंदी वैष्णव तेणु सब बेले चेष्टा करिया वैष्णव अपराध जमती न हो जदि अजाणत भी किसी मिस्टेक हो जाउची ताले से वैष्णव को हमें डायरेक्ट क्षमा प्रार्थना कर देवा दरकार जे प्रभु जी की माता जी अपराध कर देइची मते क्षमा कर दियंतु बोली
ସେ ଯଦି କ୍ଷମା କରିଦେଲେ ତାହେଲେ ହଉ ଠିକ ଅଛି। ଯଦି ବି ସେ କ୍ଷମା ନ କରନ୍ତି ତାହେଲେ ଭଗବାନଙ୍କୁ ପ୍ରେୟାର କରିକି ବି କ୍ଷମା ମାଗିବାର ଅଛି। ତେଣୁ ଧ୍ରୁବ ମହାରାଜ ଏତେ ଦୟାଳୁ ଥିଲେ, ସିଏ ଭଗବାନଙ୍କୁ ପ୍ରେୟାର କଣ କରିଥିଲେ? ଦେଖନ୍ତୁ କେତେ ଦୟାର ସାଗର, ମାନେ ଏତେ ଶୁଦ୍ଧ ଭକ୍ତ ମାନେ ହଉଛନ୍ତି ବହୁତ ଦୟା ଆଉ ସହନଶୀଳତା। କେତେ ସେ ସହିଛନ୍ତି, କେତେ କଷ୍ଟ କରୁଛନ୍ତି ତପସ୍ୟା ପାଇଁ। ସେଥିପାଇଁ ତ ଆଜି ଭଗବାନ ତାଙ୍କର ଏଇ ତପସ୍ୟା ଆଉ ତାଙ୍କର ଏକ ନିଷ୍ଠ ଆଉ ଦୃଢତା ପାଖରେ ଭଗବାନ ତାଙ୍କୁ ଗୋଟେ ଲୋକ ଦେଇଥିଲେ, ଧ୍ରୁବ ଲୋକ। ଏବଂ ତାଙ୍କୁ କହିଲେ ଏ ଧ୍ରୁବ ଲୋକ ଆମର ଯୋଉ ଗ୍ରହ ନକ୍ଷତ୍ର ଅଛନ୍ତି ଲୋକରେ, ବରଂ ଗ୍ରହ ନକ୍ଷତ୍ର ତାରା ଏମାନେ ଧ୍ୱଂସ ହେବେ କିନ୍ତୁ ଧ୍ରୁବ ଲୋକ କେବେ ବି ଧ୍ୱଂସ ହବନି। ଭଗବାନ ଇଏ ବର ଦେଇଛନ୍ତି ଯେ ତୁମେ ଅମର, ତମର ଧ୍ରୁବ ଲୋକ ଟା କେବେ ବି ନଷ୍ଟ ହବନି। ତେଣୁ ଭଗବାନଙ୍କୁ ଯଦି ଭକ୍ତ ଡାକିବ, ଭଗବାନ ଯୋଉଠି ଥିଲେ ବି ପଳେଇ ଆସିବେ। ସେଇଭଳି ଭକ୍ତ ହେଇପାରିଲେ ହେଲା। ତେଣୁ ଆମେ ଚେଷ୍ଟା କରିବା ଭଗବାନଙ୍କ ପାଖକୁ ଯିବା ପାଇଁ। ଏଇ ଜନ୍ମରେ ନ ହଉ, ଏଇ ଜନ୍ମରେ ଚେଷ୍ଟା କରିବା ଏଇ ଜନ୍ମରେ ହେଇଯାଉ, କିନ୍ତୁ ଏଇ ଜନ୍ମରେ ହବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। କାରଣ ଆମେ ସେତିକି ଶୁଦ୍ଧତାକୁ ଆସିପାରୁନି କଳିର ପ୍ରଭାବରେ, ଆଉ ଭୌତିକ ଜଗତରେ ଯେହେତୁ ଅଛେ, ଆମେ ସେତିକି ଶୁଦ୍ଧତା ହେଇପାରୁନି କି ଆସିପାରୁନି, ଭକ୍ତି ବି କରିପାରୁନି। ଚେଷ୍ଟା କରୁଛେ, ପ୍ରୟାସ କରୁଛେ, କିନ୍ତୁ ବହୁତ ବାଧାବିଘ୍ନ ଆସୁଛି। କିନ୍ତୁ ଯଦି ଆମ ସ୍ୱୀକୃତିରେ ଥିବ ଏବଂ ଆମର ପ୍ରୟାସ ଜାରି ରହିବ, ବାରମ୍ବାର ଆମେ ଯଦି ପ୍ରୟାସ କରିବା, ତାହେଲେ ନିଶ୍ଚିନ୍ତ ଆମେ ସଫଳ ହେବା। ଏମିତି କୌଣସି ଜିନିଷ ଇମ୍ପସିବୁଲ ନାହିଁ ଏ ଜଗତରେ। ଆଉ ଭକ୍ତି କରିବା ବହୁତ ସହଜ ଏବଂ ବହୁତ ବି କଷ୍ଟ। ଆମେ ଯଦି ଭକ୍ତ ପରିବାରରେ ଜନ୍ମ ହେଇଥିବା ତାହେଲେ ଭକ୍ତି କରିବା ସହଜ, ଆଉ ଯଦି ଭକ୍ତ ପରିବାରରେ ଜନ୍ମ ନେଇଥିବା ତାହେଲେ ଆମକୁ ଟିକେ କଷ୍ଟ ହବ। ତେଣୁ ଭକ୍ତି ସହଜ ବି କଷ୍ଟ ବି, କିନ୍ତୁ ଭକ୍ତି କରିହବ। କଷ୍ଟ ହେଲେ ଦେଖନ୍ତୁ, ସବୁ ଜିନିଷ ଆମର ଓଡିଆରେ ଗୋଟେ କାହାବତ କହନ୍ତି ନା, କଷ୍ଟ କଲେ କୃଷ୍ଣ ମିଳେ। ଦେଖନ୍ତୁ ଲୋକ ମାନେ ଦେଖିବ ପଚାରିବ ବହୁତ ଲୋକଙ୍କୁ, ମାନେ ଗାଁ ଗହଳି ହଉ କି ବି ଟାଉନରେ ହେଲେ ବି, ଭଗବାନ କିଏ କହିପାରିବେନି? ସେ ଭଗବାନ ଶିବଙ୍କୁ କହିବେ, ଭଗବାନ ଗଣେଶଙ୍କୁ କହିବେ, ଭଗବାନ କାର୍ତ୍ତିକେୟଙ୍କୁ କହିବେ, ଦେବାଦେବୀଙ୍କୁ ବି ଭଗବାନ କହିବେ। କିନ୍ତୁ ସେମାନେ ଦେବାଦେବୀ ଆଉ ଭଗବାନ ଭିତରେ ଡିଫରେନ୍ସ ଜାଣନ୍ତିନି। ବହୁତ ଲୋକ ଜାଣନ୍ତିନି। ମୁଁ ତ ମୋ କଥା କହୁଛି, ମୁଁ ଯେତେବେଳେ ଭକ୍ତି ଲାଇନକୁ ନ ଆସିଥିଲି, ଭଗବାନ ତ ସମସ୍ତେ ଆଉ କଣ, ଭଗବାନ ସମସ୍ତଙ୍କୁ ହିଁ ମନା ଯାଉଥିଲା। ଡିଫରେନ୍ସ ଆମେ କିଛି ବି ଜାଣିନଥିଲେ ଭଗବାନ କିଏ ବୋଲି, ଆଉ ଭଗବାନ କଣ କରିପାରନ୍ତି, ଦେବାଦେବୀ କଣ କରିପାରନ୍ତି। ତେଣୁ କୁନ୍ତୀ ମହାରାଣୀଙ୍କୁ ଯେତେବେଳେ କୃଷ୍ଣ କହିଲେ ତମେ କଣ ମାଗୁଛ ମାଗ ବୋଲି, କୁନ୍ତୀ ମହାରାଣୀ କଣ ମାଗିଥିଲେ? ମତେ ଦୁଃଖ ଦିଅନ୍ତୁ। କୃଷ୍ଣ ଅବାକ୍ ହେଇଯାଇଥିଲେ, ତମେ ଇଏ କଣ ମାଗିଲ ଯେ ଦୁଃଖ ଦିଅ ବୋଲି? ତମେ ତ ଏତେ ଦୁଃଖ ପାଇ ସାରିଲଣି, ଯୋଉଟା କି ମୁଁ ଦେଖିଲେ ମତେ କଷ୍ଟ ଲାଗୁଛି ଯେ ମୁଁ ଥାଇକିରି ବି ମାନେ ଏତେ କଷ୍ଟ ପାଉଛନ୍ତି ବୋଲି। କିନ୍ତୁ କୁନ୍ତୀ ମହାରାଣୀ ଲାଷ୍ଟକୁ ସେଇ ଦୁଃଖ ହିଁ ମାଗିଥିଲେ। କାହିଁ ମାଗିଥିଲେ ଜାଣିଛନ୍ତି? କୁନ୍ତୀ ମହାରାଣୀ ଦୁଃଖ ଏଇଥିପାଇଁ ମାଗିଥିଲେ ଯେ ମୁଁ ଯଦି ସୁଖରେ ରହିବି ତାହେଲେ ପ୍ରଭୁ ଆପଣଙ୍କୁ ଭୁଲିଯିବି। ସତ କଥା, ଭୌତିକ ଜଗତରେ ଦେଖନ୍ତୁ, ଏକ୍ସାମ୍ପଲ ଦେବି, ନିଜେ ବି ରିଏଲାଇଜେସନ ଆମେ ଦେଖିବା ବି, କୌଣସି ଲୋକକୁ ଦେଖିବା ଯେତେବେଳେ ଜଣେ ଦୁଃଖରେ ପଡିଥିବ, ଦେଖିବେ ମନ୍ଦିର ଦୌଡୁଥିବ, ଭଗବାନଙ୍କୁ ଡାକୁଥିବ, ପୂଜା ପାଠ ଘରେ ଧୂପ ଦୀପ ଦେଇକି କରୁଥିବ। କିନ୍ତୁ ଯେତେବେଳେ ସୁଖ ଆସିଯିବ ନା, ଯେତେବେଳେ ବହୁତ ପଇସା ହେଇଯିବ, ଘର ଗାଡି ଘୋଡା ଜାଗା ସବୁ ହେଇଯିବ, ଦେଖିବେ ଭଗବାନଙ୍କୁ ପୂଜା କରିବା ପାଇଁ ମାନେ ଅଲଗା ଲୋକକୁ ଲଗେଇଦେବେ। ଘର କାମ କରିବାକୁ କାମବାଲି, ଭଗବାନଙ୍କୁ ପୂଜା କରିବାକୁ ବି ଅଲଗା ଜଣେ ବ୍ରାହ୍ମଣକୁ ଡାକିକି କହିବେ ତମ ଘର ଠାକୁରକୁ ପୂଜା କରିଦିଅ। ମୁଁ ଏମିତି ବହୁତ ଦେଖିଛି, ମୋର ଆଖିର ଇଏ। ଆମ ଘର ପାଖରେ ମୁଁ ଦେଖିଛି, ମାନେ ତାଙ୍କର ବହୁତ ଇଏ ଥିଲେ, ସରକାରୀ ଚାକିରି କଲା, ମାନେ ଚାକିରି ବି ହେଇନଥାନ୍ତା କିନ୍ତୁ ଭଗବାନଙ୍କ ଆଶୀର୍ବାଦ ଚାକିରି ହେଇଗଲା। ମୁଁ ଏବେ ଦେଖୁଛି ଯେ ଠାକୁର ପୂଜା ଅଲଗା ଲୋକକୁ ଡାକିକି ପୂଜା କରାହଉଛି, ଠାକୁରଙ୍କୁ ନିଜେ ପୂଜା କରୁନାହାନ୍ତି। ମାନେ ଚିନ୍ତା କରନ୍ତୁ, ଯେତେବେଳେ ଭଗବାନ ମାନେ ସୁଖରେ ରଖିଦିଅନ୍ତି, ସେ ଠାକୁର ପୂଜାକୁ ଭୁଲି ଯାଆନ୍ତି। ସେଥିପାଇଁ କୁନ୍ତୀ ମହାରାଣୀ କହିଥିଲେ ମତେ ଦୁଃଖ ଆସିଲେ ହିଁ କେଶବ ତୁମେ ମୋ ପାଖରେ ଥିବ। ଯେତେ ଦୁଃଖ ଆସିଲେ ବି
डंगा बुड़ी जीवा पूर्वरु ही से उद्धार करके धरिबे। तेणु से कुंती महाराणी केते बड़ भक्त थिले, सी मागिथिले दुख, आमे जगत रे मागुचे हम सब सुख दियो सुख दियो, आ सुख देले ताई हम भगवान को भूली जीवा। तेणु दुख आसिले किछि भी चिंता नहीं, दुख को हसी हसी आम ग्रहण कर नवा, कारण आम पाखे माला अच्छी ना, यदि दुख आसूची बसिक माला जप कर ना, भगवान को डाक ना, से दुख भी कुआड पळेबो। आ एमिति कोनोसी जिंस इम्पॉसिबल नाही जोटा आम भगवान को जदि डाकुचे से आमर आज नहले भी काली पूरण न हो, आम तो मागिबानी केबे भी, कारण कृष्ण कौन जानती मोर कौन दरकार, कृष्ण सबू जानती, आ काहाकू केतिकी दियाजिवो कौन दियाजिवो से सबू जानती। तेणु जहाँ भी आमको देइछन्ति आमे सेइथिरे खुशी रहइबा, कारण खुशीटा आम पाखे आमे क्रिएट करबा, दुखटा आमे क्रिएट करबा काई भाबिबा तार एते जिनस अछि भक्ति न करके एते खुशी रे अछि, मु भक्ति करके दुख रे अछि ना, केबे भी कहार धन कहार ये देखि आमे कंपेयर करबानी जे तार एते अछि सेते, माने ईर्ष्या, एटा ईर्ष्या पळे तो ईर्ष्या हेले कोन जानछो, नेक्स्ट जन्म कोन हो, सर्प जन्म हबो। सर्प एते ईर्ष्यालु जो माने ए जन्म रे ईर्ष्या करूचंती अलगा मानक ऊपर, सेमानक नेक्स्ट जन्म भगवान कोन करिवे ना, तू एते ईर्ष्या करिचु ना, तेणु जा सर्प जनी को फिंगी देबे। सर्प बिना दोषरे ही दंशन करिवो, तमे ताको क्षीर पिया को भी दोष सेति पई कहंती जे साप को क्षीर पिया को देले से दंशन करे, कारण तार प्रकृति सेया। जेमती कालिया नाग कोन कहला, मते तो सर्प कूल रे जन्म देल भगवान, तेणु मु मोर ए स्वभाव को छाड़ीबी केमिति। तेणु सेति पई हम यदि मनुष्य नुबे जे कहा प्रति ईर्ष्या करिवे, ईर्ष्या करिया माने हमकु नीच जोनि को जीवा को पड़िबो। हम समस्त प्रति कौन करिवा ना, जदि कि कौन कहला सही जीवा, सहनशीलता आ दया करिवा, क्षमा करिदेबा। आम परिवार रे धर डिभोटी नाहांती, आमे धर एकुटिया भक्ति करूचे आम परिवार रे, आमे चेष्टा करिवा बुझेइबा पई, केमि चेष्टा करिवा ना, आमे जेमिति पारिबा, माने जेमिति आमे जानिचे आम परिवार रे आम बापा माँ भाई भौणी केमिति कहिले से माने बुझिबे, सेटा हमकु जणा ना। मो परिवार रे किए केमती बुझीबो आउ जने कहि परिबो कि, तेणु आमे आम परिवार रे जानिचे काहू केमती बुझे, काहाकू टिके तागिद कले किए टिके बुझीजिवो, काहाकू देखंतु छोट छुआ, मु मोर झियारी पुत्रा कथा कहूची, से माने चांटिंग मु टिके खाली माने रागिबा मूड रे खाली टिके जोर डाकी कहिदेबी, से माने चांटिंग करिवे, किंतु जदि गेलहे करी पापा कलु माँ कलु करिवेनी, किंतु मो मन रे भीतर बहुत स्नेह थाए, किंतु मो ऊपर जानी कि से माने चांटिंग करंतु जे माने भय रे हो भी भगवान का नाम टा नियंतु। छोट छुआ सेमानकु श्रद्धा तो करबा दरकार, किंतु जो जिनसटा तांकर इच्छा होउनी आमे जदि श्रद्धा करबा, से कहले ना मु करिबिनी, एमती मोर से झियारी पुत्रा ता माँ कहले करिवेनी, किंतु मु खाली जस्ट फोन ने कहि देले से करिवे, करूछु नै पचार देले हां आंटी करछु, माने ए भଳି। तेणु छुआ को टिके भय दरकार, तेणु काहाकू केमिति मैनेज करबा दरकार सेटा हमकु ही जणा। तेणु काहाकू आमे फोर्सली बाई फोर्सली भी करि परिबन, फोर्सली सेटा नेगेटिव आसी जीवो, एमती का फोर्सली करबा कांतु आउ जणे धर हम परिवार रे कि प्याज रसुन आइंस खाउची, आमे ताको यदि पूरा गाଳି दी कहबा हे तू गोटे प्याज रसुन खाउछु आइंस खाउछु को जाय मु तो सारे कथा हेबिनी हेबिनी, किंतु काहाकू भी एमती कहिले किए भी मानिबो, काहाकू टिके सरल भाषा रे बुझेई कहले किए मानिबो, आउ काहाकू टिके माने राग मुड रे कहले किए भी मानिबो, माने हमकु सेईटा को देखिया पड़िबो। किछि अछंती रागी कहले से मानि नै जिवे, आ भी जण के बुझेया को पड़िबो। मो परिवार रे मो पुओ कथा कहूची, मो पुओ को मु रागी ही कहूची, कारण से हॉस्टेल रे रहउतला, आउ माने सीए मानि परने, सीए मते कहूची जे मु समय आसिले छाड़ी, एई जो गोटिए पद मते कहिची, मु सेत पई ताको एबे फोर्स करूनी, से गोटिए पद कहिची जे मामा समय आसिले मु छाड़ीबी। तेणु मु सेठी कोन करिवि, भगवान को प्रेयर करिवि जे समय केबे आसीबो बोली, कि मु एटाको बाई माने जोर जबरदस्ती पूरा कहबि ना ना तू छाड़ छाड़ छाड़, आ कोन मा पु भितर डिस्प्यूट क्रिएट हबो। सेई जिनिस आमे माने कोन आम परिवार रे धर आसुची बाधा विघ्न आसुची, कहि कहि भी सुनु नांती, ठीक अछि तांको छाड़ी दियो, आ जोरे तांको खाइବାକୁ भी दियो, केते खाउछने खांतु। एमिति दिने समय आसीबो, सेतिके आमे प्रेयर करिबा कृष्णଙ୍କ पाखरे जे प्रभु
जे एमानकु सद्बुद्धि देइकरी ए रास्ता को नहीं आसंत कारण से माने एपंत बुझी ना अच्छा आमे माने भी जेतेबेले भक्ति लाइन को आसु नथिले आमे भी से लाइन रे थिले कि जेतेबेले आमे जानी गले भक्ति लाइन रे महत्व जानी गले हमको एबे जी जेते भी माने फोर्स करके दबो आमे केबे एक्सेप्ट करबा केबे भी एक्सेप्ट करि परिबा नाही कारण हमर सेती भल पाइबा कृष्ण के प्रति पळै आसी हम पळै आसी कोन ना मो प्रभु एटा खाउनी मु एटा खाइबिनी मो प्रभु एतरे खुशी नु मु खुशी हेबी मु एटा मोर जीवर लालसा पई मु करिबिनी तेणु आम यदि से भाई चिंताधारा आनिबा आम मन को आसी जाइए आम जदि माने धर आमे भक्ति लाइन को अच्छे आम परिवार जो माने विरोध कर आमे जदि से सहित माने भक्ति कथा हवा तो ठीक अच्छे यदि भक्ति न कथा ही अलग कथा हवा आमर भक्ति भी लॉस हम आ धीरे धीरे आमको भी भक्ति विच्युत होगा तेणु आम चेष्टा करिया कौन आम जिते भी कथा होचे ये होचे आम माने टिके भक्ति लाइन कथा पुरे दबा से कौन हम ना से जो अलग किसी गपी बेसी चाहूवे से कम नहीं सर्ट रे सारिदेवे तेणु आम चेष्टा करवा जदि सी किसी माने धरतु घरे गोटे कौन डिस्प्यूट होती मो घर कथा कहूँ एबे मु आगुरु बहुत रागी थी माने सडन किए कौन कहला माने बाडे देवी माने सांगे सांगे रिप्लाय बहुत माने ये भक्ति लाइन आसु मोर राग माने टिके कमी पूरा भी कमिनी कारण मु कौन से शुद्ध हेलेनी जे मोर पूरा कमी बहुत माने मु रागी सत मु निजे भी जानी छेड़ा मोर खराब गुण किंतु भक्ति लाइन आसवर मु टिके भी फील करि पारुची घरे भी से जिनस भी कहउजनी राजा दी माने आगे केते रागुथिला एबे टिके कम रागुची बोली मु देखिली रागिले सब जिनस समाधान हेई परिबनी आउ किछि जिनस रे रागिया पड़िबो कोठी खट्टा कोठी मीठा दबा पड़िबो तेणु सेमती हमको आम परिवार को मैनेज करने को पड़ो आम धरतु प्राय मुझे क्वेश्चन भी माने शुणी घरे बापा माँ भाई भौणी प्राय भी विरोध करुचंदी हेले कौन करिबा किंतु आमे तो भक्ति करियाटा ही करिबा तेणु आमे चेष्टा करिबा कोन ना धर से माने हमको विरोध करुचंदी आमे कोन करिबा आमे तो हमर जेतु निजर से माने आमे तो रिलेशन छाड़ी परिबानी रिलेशन रखिबा रखी के आमे भक्ति करिबा किंतु आमे भक्ति लाइन को थरे आसीचे माने आमे केबे भी चेष्टा करिबा नाही जे आमे केंदी आमे चेष्टा करिबा सेमान को भक्ति लाइन के आनिया पे किंतु आमे केबे सेमान को लाइन को जीवानी प्रहलाद महाराज कौन करथिले देखते नृसिंह भगवान अवतार हो गले प्रहलाद महाराज कौन कले तांको पिता एते तांको प्रति अत्याचार करथिले केते अत्याचार करथिले मारी देवा पई प्रहलाद महाराज को किंतु प्रहलाद महाराज जेतेबेले तांको पिता को नृसिंहदेव बद्ध कले तापरे प्रहलाद महाराज आश्चर्य प्रेयर कौन करथिले जे प्रभु आपण केबे आ मो वंश रे काहा को एमती मारिबेनी माने देखंतु वैष्णव रो केते दया आमे से वैष्णव हेइने हमू जदि कि मारिबे एबे भी हमें कहिदा हेइने किंतु एतिकी भगवान को धन्यवाद दबा गुरु महाराज को धन्यवाद दबा प्रभुपाद को तो बहुत धन्यवाद दबा जे एटलिस्ट हमें नाम जप करि परुचे जे नाम टिके डाकी परुचे किंतु शुद्धता सहित हमें नाम डाकी पारुने सब बेले किंतु प्रयास जारी रखीचे केत पळे भी गोटे सेकेंड भी भगवान नाम की शुद्धता सहित मन को आसी जीवो सेथिपाई आमे कोन करिबा ना आम परिवार को आमे छाड़ी परिबा केबे भी छाड़ी परिबानी आम परिवार सहित आम भक्ति करिवार अछि आमे आम परिवार को भी धन्यवाद मु मो हस्बैंड को भी धन्यवाद दिए सी पूरा भक्ति लाइन को आसी नांती मु प्रथमे जाइतिली दीक्षा नेबा को फेरिकी आस्तिली मु सेटा भी जानिची कारण मो हस्बैंड से मना करथिले नहीं तू दीक्षा नेनी एमिति भी मु मो बापा मां को मो हस्बैंड को कहली नबा पई समस्त अराजी हेले जे दीक्षा नेनी माने दीक्षा नेले एते जेतिक तो नियम पाळुजो पुनी आउरी दीक्षा नेले एते नियम घरे पाळी हबनी ए मु किंतु मोर जिद्दी थिला ना मु दीक्षा नेबी तापरे तापरे नेक्स्ट टाइम बुझी जाइतिले जे नाही जदी तार इच्छा अछि मो हस्बैंड तो सेई कथा कहिले हेले नहीं जदी इच्छा अछि तमर ताले ठीक अछि तमे नियो आ मो सांगेरे भी गले आ सेठी जाई कि जो सेवा कले
ମୁଁ ବି ଆଶ୍ଚର୍ଯ୍ୟ ହେଇଗଲି। ମୁଁ ଯୋଉ ଯଜ୍ଞ କୁଣ୍ଡ ପାଖରେ ବସିଥିଲି, ଉଁ, ମାନେ ସେ ଯୋଉ ଭକ୍ତ ମାନଙ୍କୁ ପ୍ଲେଟ ଦବା ପାଖରୁ ଯୋଉ ସେ ପାଖରୁ ସବୁ ଡିଷ୍ଟ୍ରିବ୍ୟୁଟ କଲେ ଛାଁ ଛାଁ। ମାନେ ମୁଁ ବି ତାଙ୍କୁ କହିନି କିଛି ଯେ ତମେ ଏମିତି କରିବ। ଆଉ ଧୋତି ଫୋତି ବି ପିନ୍ଧିଲେ, ପ୍ୟାଣ୍ଟ ସାର୍ଟ ଧୋତି ତାଙ୍କୁ ପିନ୍ଧି ଆସେନି, କିନ୍ତୁ କୃଷ୍ଣ ଆଉ ରାଧାରାଣୀଙ୍କର ଏତେ କୃପା, ସେ ସେମିତି ପିନ୍ଧିକି ମାନେ ଘୋଡେଇକି ସେବା କଲେ ପୁରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ। ମୁଁ ସେଇଠୁ ହିଁ ଫିଲ୍ କରିଥିଲି ଯେ ମାନେ ବହୁତ ବି ତାଙ୍କୁ ଧନ୍ୟବାଦ ଦେବି। ମୁଁ ଯଦି ଦୀକ୍ଷା ନେଇପାରିଛି, ପ୍ରଥମେ ଦେଖ ସେ ଆକ୍ଚୁଆଲି ସ୍ୱାମୀ ହିଁ ଆମ ନାରୀ ମାନଙ୍କର, ଆମେ ବିବାହିତା ନାରୀ ମାନଙ୍କର ହିଁ ସେମାନେ ଭଗବାନ। କିନ୍ତୁ ଆମେ ବେଳେ ବେଳେ ରାଗିକି ଝଗଡା କରିଦଉଛେ, କହିଦଉଛେ, ସମସ୍ତଙ୍କ ପରିବାର ବି ହଉଛି, କିନ୍ତୁ ସତ କଥା ସିଏ ସାଙ୍ଗରେ ବୋଧେ ନ ଯାଇଥିଲେ ମୁଁ ବୋଧେ ମୋର ବୋଧେ ଦୀକ୍ଷା ଯେମିତି ଫେରିକି ଆସିଥିଲି, କହିଥାନ୍ତା ମୁଁ ଜାଣିନି, କିନ୍ତୁ ସାଙ୍ଗରେ ଗଲେ ସେବା କଲେ ନେଇକି ଆସିଲି। ଆଉ ସିଏ ମୋ ଭକ୍ତି ଜୀବନରେ ବହୁତ ସାହାଯ୍ୟ କରନ୍ତି। କାହିଁକି ମୁଁ ତାଙ୍କୁ ମାନେ ନିନ୍ଦା କରିବି। ସିଏ ଏପର୍ଯ୍ୟନ୍ତ ଆସିପାରେ କିନ୍ତୁ ପ୍ରାୟ କିନ୍ତୁ ଚାଣ୍ଟିଂ କରୁଛନ୍ତି। ମାନେ ମୋ ପାଖକୁ ଆସିଲେ, ଏ ତ ମୁଁ ମୋ ପାଖକୁ ଆସିଲେ ସେ ପୁରା ବଡ ଭକ୍ତ, କୀର୍ତ୍ତନ କରିବେ, ସବୁ ଇଏ କରିବେ। କିନ୍ତୁ ଏଠୁ ଯେତେବେଳେ ମୋ ପାଖରୁ ଯେତେବେଳେ ସେ ଗାଁକୁ ଯାଉଛନ୍ତି କି ଅଲଗା, କାରଣ ମୋର ଯୋଉ ନଣନ୍ଦ ମାନେ ଅଛନ୍ତି ସେମାନେ କେହି ଭକ୍ତି ଲାଇନ କୁ ଆସି ପାରୁନାହାନ୍ତି। ହୁଁ। ଆଉ ତେଣୁ ସିଏ ସେମାନଙ୍କ ସଙ୍ଗ ଯେତେବେଳେ ମିଳୁଛି, ସେମାନଙ୍କ ସହିତ ଜନ୍ମରୁ ସେମାନଙ୍କ ସଙ୍ଗରେ ସେ ଅଛନ୍ତି ନା, ଆଉ ଇଏ ତେଣୁ ସେ ଏପର୍ଯ୍ୟନ୍ତ ଆସିବ କିନ୍ତୁ ପ୍ରୟାସ ମୁଁ ଜାରି ରଖିଛି, ସିଏ ବି ଚେଷ୍ଟା କରୁଛନ୍ତି। ତେଣୁ କୃଷ୍ଣଙ୍କର କେବେ କୃପା ହବ ଯେ ଭକ୍ତ ହେଇଯିବେ ବୋଲି। ତେଣୁ ଆମ ପରିବାର, ସମସ୍ତଙ୍କ ପରିବାରରେ ମୁଁ ଜାଣିଛି ନିଶ୍ଚିନ୍ତ ଅଛନ୍ତି ନନ୍ ଡିଭୋଟି। ତେଣୁ ଆଉ ବିରୋଧ ବି ସମସ୍ତଙ୍କ ପରିବାରରେ ଅଛି। ସାଧାରଣତଃ ଆମର ଯୋଉ ମାତାଜୀ ମାନେ ପଢାପଢି କରୁଛନ୍ତି ଭୁବନେଶ୍ୱରରେ ରହିକି, ତାଙ୍କ ପରିବାରରେ ପ୍ରାୟ ବିରୋଧ କରୁଥିବେ ଯେ ନାଇଁ ଏତେ କମ ଏଜରୁ କାଇଁ ଭକ୍ତି କରିବୁ, ଇଏ କରିବୁ, ଏତେ ମାନିବାକୁ ପଡିବ। ଆରେ ବଲ ତେଣୁ କିନ୍ତୁ ଆମକୁ ବିଜୟ କରିବାର ଅଛି, କାରଣ ଭକ୍ତି କରିବାର ଅଛି ନା। ଭକ୍ତ ହଉଛି ଭଗବାନଙ୍କର ଶ୍ରେଷ୍ଠ। ଆମ ପିତାମାତା ସିନା ଏ ଜନ୍ମର ପିତାମାତା, ସେ ଆଗ ଜନ୍ମକୁ ଆମ ପିତାମାତା ହେବେ ବୋଲି କିଛି ଗ୍ୟାରେଣ୍ଟି ଅଛି? କିନ୍ତୁ ତଥାପି ଆମର ପିତାମାତା ଯେହେତୁ, ଆମେ ତାଙ୍କୁ ରେସପେକ୍ଟ ଦବା, ତାଙ୍କୁ ବୁଝେଇବା, ତାଙ୍କୁ ବୁଝେଇକି ଆମେ ଭକ୍ତି କରିବା। ଯଦି ସେମାନେ ବୁଝୁନାହାନ୍ତି, ଟୋଟାଲ ବୁଝୁନାହାନ୍ତି, ଜିଦିରେ ଧରୁଛନ୍ତି, ତାହେଲେ ଆମେ କଣ କରିବା? ଭକ୍ତି ଛାଡିଦବା? ନା, ଭକ୍ତି ଛାଡିବାନି। ତାଙ୍କୁ ନିଶ୍ଚିନ୍ତ ବୁଝିବେ। କିଏ କହିଲା ବୁଝିବେନି? କୃଷ୍ଣଙ୍କ ପାଖରେ ପ୍ରେୟାର କରିବା ଯେ ମତେ, ମୁଁ ଭକ୍ତି କରିବାକୁ ଚାହୁଁଛି ପ୍ରଭୁ, ମତେ ଟିକେ ସେ ଛାଁ ଚେଞ୍ଜ ହେଇଛି। ଏମିତି ବହୁତ ଜଣ ମାତାଜୀ ପ୍ରଭୁଜୀ ବି କହିଛନ୍ତି ପରିବାରରେ, ସେମାନଙ୍କ ପିତା ମାତା ଭାଇ ଭଉଣୀ ସମସ୍ତେ ଚେଞ୍ଜ ହେଇଯାଇଛନ୍ତି। ସମୟ ଆସିବ ମାନେ ନିଶ୍ଚିନ୍ତ ଚେଞ୍ଜ ହେଇଯିବେ। ହେଲେ ସମୟକୁ ମୁଁ ଅପେକ୍ଷା କରିବା ପଡିବ, ଆଉ ସହନ ସହିବାକୁ ବହୁତ ପଡିବ। ସହିବା ଶକ୍ତି ଯଦି ନ ଆସିଛି, ଆମକୁ ଭକ୍ତି ଲାଇନ ରେ ଆଗକୁ ଯିବା ବହୁତ କଷ୍ଟ ହବ। କହିବେ ବହୁତ ଲୋକ, ବହୁତ କିଛି କହିବେ, ଯେ ତିଲକ ଲଗେଇବା ବି କହିବେ, ହଁ ଗୋଟେ ଚିତା କାଟି ଦଉଛି, ଏମିତି ବି ଲୋକ କହୁଛନ୍ତି। କୁହନ୍ତୁ ନା, କଣ କହିଲେ? ମୁଁ ଏଇ ଅଫିସ ଲଗେଇକି ଯାଏ, ମୋ ସାମ୍ନାରେ କେହି କହନ୍ତିନି। ସାମ୍ନାରେ କଣ କିଏ କହିବେ? ପଛରେ କିଏ କଣ କହୁଥିବ, ଭାବୁଥିବ ହଁ ଟିକେ ଚାକିରି ବାକିରି କରି ଗୋଟେ ଚିତା ଲଗେଇକି ପଳାଉଛି, ମେ ବି ଭାବୁଥିବେ। ଭାବୁଥାନ୍ତୁ, କିଛି ଫରକ ନାହିଁ। ମୁଁ ଭଗବାନଙ୍କ ପାଇଁ ଲଗଉଛି, ମୁଁ କଣ ଲୋକଙ୍କୁ ଦେଖେଇବା ପାଇଁ ଲଗେଇଛି? ଲୋକ ମାନେ କଣ କଣ ଆସୁଥିବ, ଯାହା ମନରେ ଯାହା ଆସିବ ତାଙ୍କର ଅପରାଧ ତାଙ୍କୁ। କିନ୍ତୁ ମୁଁ ମୋର କୃଷ୍ଣଙ୍କୁ ଭଲ ପାଇବି ମାନେ ମୁଁ ମୋର କର୍ତ୍ତବ୍ୟ କରିବି। ମୋ ଗୁରୁ ପରମ୍ପରା ଆଚାର୍ଯ୍ୟ ମତେ ଯାହା କହିଛନ୍ତି ମତେ କରିବାକୁ ପଡିବ। ଲୋକ କଣ ଭାବିଲେ ମୋର ସେଥିରେ କିଛି ମତେ ଫରକ ପଡିବନି। କି ପରିବାର ଲୋକ ଧର ବିରୋଧ କରୁଛନ୍ତି, ତାହେଲେ ଆମକୁ ବି କଷ୍ଟ ତ ଆସିବ। କିନ୍ତୁ ଯେହେତୁ ଆମର ଭାରତ ବର୍ଷରେ ଆମର କଣ ଜଏଣ୍ଟ ଫ୍ୟାମିଲି, ସମସ୍ତେ ଆମ ସମସ୍ତଙ୍କୁ ପରିପୂରକ, ଆମେ ତ କାହାକୁ ଛାଡି ପାରିବାନି। ତେଣୁ ସମସ୍ତଙ୍କ ସହିତ ରହିକିରି ଆମକୁ ଭକ୍ତି କରିବାର ଅଛି। ଧରନ୍ତୁ ଯିଏ ବି ବିରୋଧ କରୁ, ଆମେ ଆମ ଭାଷାରେ ହିଁ ବୁଝେଇବା ଏବଂ ଭକ୍ତିକୁ ଜୀବନର ଶ୍ରେଷ୍ଠ ହିଁ ମାନି ନେବା। କାରଣ ଆମେ ଭଗବାନଙ୍କୁ ପ୍ରେୟାର କରିବା, ପ୍ରଭୁ ମତେ ଆଉ ଏ ଜନ୍ମ ନ ମିଳୁ, ପ୍ରଭୁ ଆପଣଙ୍କ ଧାମ ରେ ହିଁ, ଆପଣଙ୍କ ପାଖରେ ହିଁ ମତେ ରଖିଦିଅନ୍ତୁ। ଆପଣଙ୍କ ପାଖକୁ ହିଁ ମତେ ନେଇଯାଆନ୍ତୁ, ଗୋଟେ ସେବକ ବନେଇ ଦିଅନ୍ତୁ। ଯୋଉଠି ଆପଣ ଅବତାର ନିଅନ୍ତୁ, କିନ୍ତୁ ଆପଣଙ୍କ ସେବା କରିବାର ସୁଯୋଗ ଦିଅନ୍ତୁ। ଆପଣଙ୍କ ପାଖରେ ହିଁ ମତେ ରଖିଦିଅନ୍ତୁ। ଏଇଭଳି ପ୍ରେୟାର କରନ୍ତୁ, ଦେଖିବେ ଧ୍ରୁବ ମହାରାଜ, ପ୍ରହ୍ଲାଦ ମହାରାଜ କେତେ ଛୋଟ ଛୋଟ ଥିଲେ, ମାନେ ଛୋଟ ବୟସରୁ ସିଏ ଭଗବାନଙ୍କୁ ପ୍ରକଟ କରେଇ ପାରିଲେ। କିନ୍ତୁ ଆମେ ମାନେ କଣ ପ୍ରକଟ କରେଇ ପାରିବାନି? ପାରିବା, କିନ୍ତୁ ଆମର ପ୍ରୟାସ ଆଉ ଚେଷ୍ଟା ରହୁନି।
ଭଗବାନ ଆମକୁ ସେଥିପାଇଁ ଗୁରୁ ମିଳିଛନ୍ତି ନା। ଆମେ ଯଦି ଗୁରୁଙ୍କୁ ଖୁସି କରିପାରିବୁ ନା, ଭଗବାନ ଅଟୋମେଟିକ ଖୁସି ହେଇଯିବେ। କାରଣ କୃଷ୍ଣଙ୍କର ରୂପ ହଉଛନ୍ତି ଗୁରୁ। ଏ କଳି ଯୁଗରେ ମାନେ ଗୁରୁଙ୍କ, ସେଥିପାଇଁ କୃଷ୍ଣ କଳି ଯୁଗରେ ଡାଇରେକ୍ଟ ତ ଆସିବା ସେତିକି ଶୁଦ୍ଧ ନାହିଁ ନା। ସେଥିପାଇଁ ସେ ଗୁରୁଙ୍କୁ ହିଁ ଶୁଦ୍ଧ ଭକ୍ତ ମାନଙ୍କୁ ପଠେଇଛନ୍ତି। ଭକ୍ତ ମାନଙ୍କ ସଙ୍ଗ କର, ଭକ୍ତ ମାନଙ୍କର ବାଣୀ ପ୍ରଚାର କର, ତାଙ୍କ ବାଣୀ ଶ୍ରବଣ କର, ତାହେଲେ ତମେ ଭକ୍ତି ଲତା ବୀଜ ତମକୁ ଆସିପାରିବ। ତାପରେ ଆମେ କଣ କରିବା, ବଡ ମାନଙ୍କୁ ରେସପେକ୍ଟ ଦବା ଆମର। ଆଉ ବଡ ମାନେ ନିଶ୍ଚିନ୍ତ ବୁଝିଯିବେ ସହଜରେ। ଘରେ ଜେଜେବାପା ଜେଜେମା, ବଡବାପା ବଡମା, ଯିଏ ଗୁରୁଜନ ଲୋକ ଅଛନ୍ତି, ତାଙ୍କୁ ଆମେ ଯଦି ସିମ୍ପଲି କାଇଣ୍ଡଲି ବୁଝେଇବା, ସେ ନିଶ୍ଚିନ୍ତ ବୁଝିଯିବେ, ମୋର ତ ବିଶ୍ୱାସ। ଆଉ କୃଷ୍ଣଙ୍କର ଯଦି କୃପା ହବ, ଆମେ ବୁଝ। ଆଉ ଆମେ ଧରନ୍ତୁ ବାପା ମା କି ଗୁରୁଜନ ମାନେ ଅଛନ୍ତି, ତାଙ୍କୁ ରେସପେକ୍ଟ ଦବାନି। ହଁ ମୁଁ ଭକ୍ତି କରୁଛି, ଆଉ ମନରେ କେବେ କେବେ ହେଲେ ବି ମୁଁ ଭକ୍ତି କରୁଛି ବୋଲି ଗର୍ବ ଆଣିବେନି ଯେ ମୁଁ ଗୋଟେ ବଡ ଭକ୍ତ, ମୁଁ ଭକ୍ତି କରୁଛି ମାନେ ମୁଁ କାହାକୁ ମାନିବିନି, ମାନେ ଏମିତି କେବେ ବି କରିବେନି। ଯଦି ଏମିତି ମନ ଭିତରେ ଆସିବ, ତାହେଲେ ଭକ୍ତି ନଷ୍ଟ ହବ। ନିଜକୁ ସବୁବେଳେ, ନା ମୁଁ ଭକ୍ତି ଠିକ ସେ କରିପାରୁନି, ମୁଁ ଚାଣ୍ଟିଂ କରିପାରୁନି, କେବେ ନିଜକୁ ଗ୍ରେଟ ମନେ କରିବେନି, ସବୁବେଳେ ନ୍ୟୁନ। କେତେ ଚୈତନ୍ୟ ମହାପ୍ରଭୁ ହେଲା ଆମର ଷଡ଼ ଗୋସ୍ୱାମୀ। ଷଡ଼ ଗୋସ୍ୱାମୀ ସମସ୍ତେ ରାଜାର ପୁତ୍ର, ଏତେ ବଡ ବଡ ପରିବାରରେ ଜନ୍ମ ହେଇଛନ୍ତି। ତାଙ୍କ ବାପା ମହାଜନ, ମାନେ ବହୁତ ବଡ ଲୋକ, ମାନେ ତାଙ୍କର ବହୁତ ଧନ। ମାନେ ସେ ଟାଇମରେ ସନାତନ ଗୋସ୍ୱାମୀ, ରୂପ ଗୋସ୍ୱାମୀ, ଜୀବ ଗୋସ୍ୱାମୀ, ରଘୁନାଥ ଦାସ ଗୋସ୍ୱାମୀ, ରଘୁନାଥ ଭଟ୍ଟ ଗୋସ୍ୱାମୀ, ମାନେ ସବୁ ସମ୍ଭ୍ରାନ୍ତ ପରିବାରର। କିନ୍ତୁ ସେମାନେ ସବୁ ଛାଡିକି ଭକ୍ତି ଲାଇନକୁ ପଳେଇ ଆସିଥିଲେ। ଆଜି ଦେଖନ୍ତୁ ସେମାନେ ଆଜି ପୂଜିତ। କିନ୍ତୁ ଏଇ ଯୋଉ ସବୁ କରୋଡପତି ଅଛନ୍ତି ସବୁ, ସେ ଅମ୍ବାନୀ ଇଏ ଭଳିଆ, ଏମାନେ ପୂଜା ପାଇବେ ଖାଲି। ଏମାନଙ୍କ ଧନ ଏଇ ଜନ୍ମରେ ଏତିକି ହେଲା, ସରିଗଲା। କିନ୍ତୁ ସାଧୁଛନ୍ତି ଆମ ଗୁରୁ ମହାରାଜ, ଆଜି ବି ଯେମିତି ଅଛନ୍ତି, କାଲି ଅପ୍ରକଟ ପରେ ବି ସେ ଯେମିତି ଶିଷ୍ୟମାନଙ୍କ ପାଖରେ ପୂଜା ପାଉଥିବେ। ସାଧୁ ସବୁବେଳେ ପୂଜନୀୟ। କିନ୍ତୁ ଏ କରୋଡପତି ମାନେ କଣ ସବୁଦିନ ପୂଜା ପାଇବେ? କି ଯୋଉ ପାୱାର ଅଛି, ଇଏ କଣ ପାୱାର ସବୁଦିନ ରହିବ? ରହିବନି। କିନ୍ତୁ ଭକ୍ତ ସବୁବେଳେ ଚିର ଅମର। ଭକ୍ତ ଆଜି ବଞ୍ଚିଥିଲେ ବି ଯୋଉ ସମ୍ମାନ, କାଲି ଶରୀର ଛାଡିଲା ପରେ ବି ସେଇ ସମ୍ମାନ, ଶୁଦ୍ଧ ଭକ୍ତ ମାନେ। ତେଣୁ ଭକ୍ତି ଜୀବନର ଆମେ ମୂଳ ମନ୍ତ୍ର ହିଁ ନବା। ଆଉ ଆମେ ସବୁବେଳେ ଭାବିବାନି, ମନକୁ ଛୋଟ କରିବାନି ଯେ ଆମେ ପ୍ରୟାସ କରୁଛେ, ଆମ ପରିବାରରେ ବୁଝୁନାହାନ୍ତି କହିଲେ ବି। ଆମେ ସ୍ଲୋଲି, ଧୀରେ ଧୀରେ ପ୍ରୟାସ କରିବା, କୃଷ୍ଣଙ୍କୁ ପ୍ରେୟାର କରିବା, ଗୁରୁ ମହାରାଜଙ୍କୁ ପ୍ରେୟାର କରିବା, ଏବଂ ତାଙ୍କ ପାଇଁ ଆମେ ଚାଣ୍ଟିଂ କରିବା। ଗୋଟେ ଗୋଟେ ମାଳା ହଉ, କୋଉ ଦିନ ଏକ୍ସଟ୍ରା ମାଳା ଧର ଟାଇମ ମିଳୁଛି, ତାଙ୍କ ପାଇଁ ଚାଣ୍ଟିଂ କରିବା, ଯୋଉଟା କି କୃଷ୍ଣ ଖୁସି ହେଇଯିବେ। ଏମିତି ଯଦି କରିବା, ସେମାନେ ଆଉ ବିରୋଧ କରିବେନି, ଧୀରେ ଧୀରେ ସେମାନେ ବି ଭକ୍ତି ଲାଇନକୁ ପଳେଇ ଆସିବେ। ଆମକୁ ସମୟ ମିଳୁଛି ମାନେ ଆମେ ସମୟଟା କେବେ ବ୍ୟର୍ଥ ଦବାନି। ଆମେ କେତେବେଳେ ମାଳା ଧରି ପାରୁନେ, କିନ୍ତୁ ମୁହଁରେ ତ ଭଗବାନଙ୍କ ମନ୍ତ୍ର ନେଇପାରିବା ନା। ଆଉ ଧରନ୍ତୁ ଆମ ଘରେ କିଏ ମାନେ ପିଆଜ ରସୁଣ ଆଇଁଷ ଏଗୁଡା ସବୁ କିଏ ଖାଉଛନ୍ତି ବି, କି ଆମର ରିଲେଟିଭସ ରେ, ଆମର ବନ୍ଧୁବାନ୍ଧବ ଘରେ ଯିଏ ଯଦି ଖାଉଛନ୍ତି, ସେମାନଙ୍କୁ ଏମିତି ମାନେ ଧିକ୍କାର କରିକି କିଛି କହିବେନି। ଆମେ ସେ ଏମିତି ଗୋଟେ ଖାଉଛି, ଇଏ କରୁଛି, ସେ କରୁଛି, କାରଣ ତାଙ୍କ ମନକୁ କଷ୍ଟ ହବ। ତାଙ୍କୁ କଷ୍ଟ ଦବାକୁ କେବେ ଚେଷ୍ଟା କରିବାନି। ଆଉ ସମସ୍ତେ, ଯଦି ଆମର ଓଡିଆରେ କାହାବତ ଅଛି, ସବୁ କୁକୁର ଯଦି ବୃନ୍ଦାବନ ଯିବେ, ଅଇଁଠା ପତ୍ର କିଏ ଚାଟିବ? ତେଣୁ ଆମେ ପ୍ରୟାସ କରିବା। ଆଉ କାହାକୁ ଯଦି ଆମେ, ସେଠି ଆମର ବି ଅପରାଧ ହେଇଯିବ, ଆମେ ଯଦି କାହାକୁ ଆଘାତ କରିକି କହିବା। କାହାକୁ ହର୍ଟ କରିକି କହିବାନି, ବୁଝେଇଲା ଭଳିଆ କହିବା। କିନ୍ତୁ ଯେମିତି ମୁଁ ଛୋଟ ପିଲା ଏକ୍ଜାମ୍ପଲ ଦେଲି, ସେମାନଙ୍କୁ ତେଲେଇଲେ ସେମାନେ ସିଆଣିଆ ହେଇଯିବେ, କରିବେନି। କିନ୍ତୁ ଟିକେ ଜଷ୍ଟ ଖଟ୍ଟା, ସେ ମାନେ ସେଇଭଳି। ଧରନ୍ତୁ କିଏ ଆମ ରିଲେଟିଭସ ରେ କଣ ଦରକାର ପଡୁଛି, ଫୋନ କରିଛି, ଟିକେ କଥା ହେଇଗଲେ, ଧର ସିଏ ଷ୍ଟାର୍ଟ କରିଦେଲା, କଣ ତୁ ଏ ଚିତା ଫିତା କାଟିକି ଭକ୍ତି ଫକ୍ତି କଲୁଣୁ, ଇଏ କଲୁଣୁ, କାହିଁ ଏ ଲାଇନ କୁ ଯଦି ଯଦି ସେ ଏମିତି କିଛି ନେଗେଟିଭ ସେପଟୁ ଷ୍ଟାର୍ଟ କଲେ, ସାଙ୍ଗେ ସାଙ୍ଗେ କହିବେ, ମାନେ କିଛି ଗୋଟେ ବାହାନା ନେଇଯିବେ, କିଛି ବି, ମୋର କଲ ଆସୁଛି, କି ମୋର କଣ ସେଠି ଟିକେ ମାନେ କାମ ଅଛି, ଇଏ ଅଛି, କହିକିରି ସେ କଲ କୁ ଆଭଏଡ କରିବାକୁ ଚେଷ୍ଟା କରିବେ।
कारण सी नेगेटिव गपिब आम कान से नेगेटिव जिन पशिले मात्र ही आमको अपराध आड़क मनटा जीव आम शुणिले भी आम अपराध हम ना तेना आम चिंता करवा अभॉइड करें कि बाहाना करके से कल काटिदबा कि से रास्ता धर आम जाइए किए से डिस्कसन कला आम चेष्टा करवा आम से जिन भागवतम कौ श्लोक अच्छी भगवत गीतार कौन अच्छी आम चेष्टा करवा से जिनटा बुलेकी जिनस कहीदेवाई कि आम यदि शुणा आमको भी भक्ति आमको विच्युत न हो बोली किसी भी ग्यारंटी ना तापरे आम चेष्टा करवा के निराश हबानी डिसअपॉइंट हरवा ना मुझे चेष्टा कली मो परिवार भक्त होना माने सेटा आम निराश हवा आमको कष्ट लगे कि निराश न होकर प्रयास जारी रखा निश्चिंत समय एमती केबे कृष्णकर भी कृपा आसीज समस्ते ही बनीजे किसी भी इम्पॉसिबल नहीं आउ कौन करवा धरतु आम परिवार जो नन डिवोटी अच्छा आम से सहित कौन माने दूरे छाड़ी पलि आस छाड़ी तो आसपर आम भारत वर्ष यौथ परिवार परिवार रे रहिबा जदि आमको किसी स्कोप मिलूँ जमती धरतु बाहर जा पढ़ा कि चाकरी करवा यदि से स्कोप मिलूँ ताल आम आसीपर कि जदि आमको से स्कोप ना आम घरे रही भी भक्ति करें कि भी आसव बाधा विघ्न कि बुझे आम कर आमती किसी दिन गला आम घर परिवार लोक बंधु बांधव बुझीजे ना ना तार तो लाइफ स्टाइल ये तो यहाँ खाइबनी एमती कर छाँ बुझीजे स्टार्टिंग रु विरोध आसो कष्ट आसो किंतु धीरे धीरे से बुझीजे कारण धरत आम कौ रिलेटिव घर को जा सी घर तो आम खाइबानी जेहतु सब बासन रोसई बास सब पियाज रसुण सब हो खाइबानी ताले आम धर किए आमको बंधु आइलु आम घरे खाइलुनु ठीक अच्छे आम फ्रुट्स फ्रुट्स कौन खाईदबा नचेत जदि पाखे कौन से मंदिर अच्छी किए अच्छी ताले मंदिर प्रसाद मगे घर भी आम पाई आसपर मन भी खुश किंतु आमे से जिन जन जे मु गले तुम घर तो खाइबिनी जदि भगवान को प्रसाद जदि मंदिर किसी आनी व्यवस्था कर खाई नचेत मत बाध्य करबनी एमती जड़े माताजी कहता हजबैंड कथा भी कहले माने सासू ससुर ननंद एमाने कई बहुत प्रयास कर जड़े दिल्ली रो माताजी कहते बहुत प्रयास कले माने बाप घर फैमिली समस्ते डिवोटी हो गले माने भाई भाउज बापा माँ चारि भौणी समस्ते माने दीक्षा नहीं भी डिवोटी हो गले किंतु शाशु घर शाशु ससुर ननंद सब कहले टोटाल जिते ही बुझेल चेष्टा कर पारे कि हजबैंड बुझिले आसिले किंतु माँ आ भौणी डाकी कौन करती ना नॉनवेज खोई दिखती हजबैंड माँ पूरा एमती देकर कांदी पकेबे तू यदि न खाइबू ये सब सब फोपड़ा हम ये हम सी हम माने एमती कोई माने कांदी से भौणी माँ कांदी एमती खोई दिखती हजबैंड तापरे सी भी किसी कही पारंतीनी हजबैंड भी खाई भी दियंती एपटे भक्ति करंती कि सेपटे खाई भी दियंती माता जी मन बहुत दुख हुए जे केमती हजबैंड को आनी बोली कि सी एबे भी प्रयास रखी माँ को जिते बुझेले भौणी को जिते बुझेले जिते कहले से माने उल्टा बहु मान कथा शाशु घरे कहीं माने रेस्पॉन्ड करंतीनी सी कहे ये आई आम घर को आ कथा कौन आम शुणु ये आम पुओ को माने शिखेकी सब ये करदेला कि बुझंती से माने एने माताजी मो सहित शेयर कहते कहले एमती ही करुँच मते कौन करिया पड़ो कहले मते बहुत कष्ट होची एने स्वामी सेपटे सी माँ कथा क्वेश्चन करते जड़े माताजी से कहले कहले तमें तुम स्वामी को यहाँ बुझाओ जे सी यदि स्ट्रांगली भौणी आ माँ को कहे ना मुझे जिन खाइबिनी बोली ताहले सेठी हो पार कि तुम चेष्टा कले हो पारनि देख आम ये चेष्टा कले हो पार माँ भौणी खुई दौरान सी खाई दौरान सी जदि बुझीजे नाई नाई मत यहाँ खाइबार ना सी सी तेणु तेणु जेपर्यंत सी निजे न बुझुंट तुम शत चेष्टा कले भी छड़े पार ना तेणु सी निजे बुझा दरकार आउ देख जदि भी सी न बुझुंट से माताजी भी ये कथा भी कहले जदि सी न बुझुंट भी खाऊं तुम्हें कृष्ण को ऊपर छाड़ दियो
କାରଣ ଯେଝା କର୍ମ ଯେଝାର। ଯଦି ଗୋଟେ ସ୍ତ୍ରୀ ଭକ୍ତି କରୁଛି, ସ୍ୱାମୀ ଭକ୍ତି କରୁନି, ତାହେଲେ ନେକ୍ସଟ ଜନ୍ମକୁ ସ୍ତ୍ରୀର କର୍ମ ନେଇକି ସ୍ତ୍ରୀ ଯିବ, ସ୍ୱାମୀର କର୍ମ ନେଇକି ସ୍ୱାମୀ ଯିବ। କିନ୍ତୁ ଯେହେତୁ ଗୋଟେ ପରିବାରରେ, କିନ୍ତୁ ଆମେ ଚେଷ୍ଟା ଯଦି ନ କରିବା ଆମକୁ ଅପରାଧ ଲାଗିବ। ଆମେ ଯଦି ନ କହିବା ନାହିଁ ତମେ ଆଇଁଷ ଛାଡ, ଭକ୍ତି କର, ଏମିତି କର, ସେମିତି ଆମେ ଯଦି ନ ବତେଇବା ତାହେଲେ ସେଇଟା ବି ଆମର ଅପରାଧ ଲାଗିବ। କିନ୍ତୁ ଆମେ ଯଦି ଚେଷ୍ଟା କଲା ପରେ ଜଣେ ଯଦି ନ ହେଇପାରିବ, ତାହେଲେ ସେଠି ଆମର ଅପରାଧ ନାହିଁ। କିନ୍ତୁ ଆମେ ପ୍ରୟାସ ରଖିବା, ବୁଝେଇବା ଚେଷ୍ଟା କରିବା। ତେଣୁ ଏ ଜିନିଷ ଆମେ ଆମ ପରିବାରରେ, ଖାଲି ଆମ ପରିବାର ନୁହଁ, ଆମର ଡିଭୋଟି, ଆମର ପଡାପଡୋଶୀ ଯାହା ସବୁ ନେଇବର ଅଛନ୍ତି, ପଡୋଶୀ ଅଛନ୍ତି, ଆମେ ଯାହା ସହିତ ମିଶିକି ଚେଷ୍ଟା କରିବା, କହିପାରିବା, ଟ୍ରାଏ। କାରଣ ଆମେ ଯେହେତୁ ବୈଷ୍ଣବ ଅଛି, ଆମେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା। ତ ଯିଏ ବୁଝିବ, ଯାହାର ସ୍ୱୀକୃତି ଥିବ, ଭଗବାନଙ୍କର କୃପା ଥିବ, ଯଦି ଜଣେ ନ ବୁଝିବ, ତାହେଲେ ଆମେ ତ କିଛି ଗୋଟେ ବାଉଣ୍ଡ ସେମିତି କିଛି ନାହିଁ, ଆମେ କରିପାରିବାନି ଜବରଦସ୍ତିଆ। ଆମେ ଚେଷ୍ଟା କରିବା, ସବୁବେଳେ ପ୍ରୟାସ ରଖିବା। ଯଦି ଆମର ପରିବାରରେ ବି ଅଛନ୍ତି କି ଆମ ରିଲେଟିଭରେ ବି ଅଛନ୍ତି, କିନ୍ତୁ ଯଦି ଆମ ରିଲେଟିଭରେ ଅଛନ୍ତି, ସେ ଆମକୁ ବାରମ୍ବାର ଡିଷ୍ଟର୍ବ କରୁଛନ୍ତି, ତାହେଲେ ଆମେ ତାଙ୍କ ପାଖରୁ ଦୂରେଇବା ଦରକାର। ଆମ ରିଲେଟିଭ ଯଦି ଏଇ ନଣ୍ଡିଭୋଟି ଅଛନ୍ତି, ସେମାନେ ଆମକୁ ବାରମ୍ବାର ମାନେ ଏମିତି ଡିଷ୍ଟର୍ବ କିଛି କରୁଛନ୍ତି, ତାହେଲେ ତାଙ୍କ ସହିତ ଅଳ୍ପ ରିଲେସନ, ନୁହଁ ମୋର ରିଲେସନ। ବେଶୀ ରିଲେସନ ରଖିଲେ ହିଁ ସେ ଆମକୁ ଡିଷ୍ଟର୍ବ କରିବେ। ଯିଏ ଯଦି ଭକ୍ତି ଲାଇନକୁ ନ ଆସୁଛି, ଡିଷ୍ଟର୍ବ କରୁଛି, ତାହେଲେ ତାଙ୍କୁ ଆମେ ଛାଡିବାକୁ ପଡିବ। ଜଷ୍ଟ ଖାଲି ହାଇ ବାଇ ଆମେ ରଖିବା, ସେ ବାରମ୍ବାର ଡିଷ୍ଟର୍ବ କରିବେ, ଆମେ ଧୀରେ ଧୀରେ ମାନେ ମେଜରିଟି ଯଦି ସେପଟେ ବଢିଲା, ଆମେ ସବୁଠୁ ଲାଷ୍ଟକୁ ଭକ୍ତିରୁ ବିଚ୍ୟୁତ ହବାକୁ ସମୟ ବି ଲାଗିବନି। ତାପରେ ମନ, ହଁ କାହିଁ ମୁଁ ଆଉ କରିବି, ଥାଉ, ଏମିତି ବି ଆସିଯିବ ମନରେ। କେତେବେଳେ ମାୟା ଆମକୁ ଘାରିଥିବ କିଛି ବି ଠିକଣା ନାହିଁ। ତେଣୁ ସେଇ ଅନୁସାରେ ଆମେ ଟିକେ ଆୱାର ରହିବା। ଆଉ ଆମେ ଆଜି ଏଇ ଟପିକ ରୁ କଣ ଆମେ ଶିଖିଲେ ନା, ଧ୍ରୁବ ମହାରାଜ, ପ୍ରହ୍ଲାଦ ମହାରାଜ ଯୋଉ ସହନଶୀଳତା, ଦୟା, କ୍ଷମା, ଏ ଗୁଣ ବୈଷ୍ଣବ ରହିବା ଦରକାର। ଆଉ ନିତ୍ୟାନନ୍ଦ ମହାପ୍ରଭୁ ଯୋଉ ଜଗାଇ ମାଧାଇ ଭଳି ପାପୀ, ତାଙ୍କୁ ଉଦ୍ଧାର କରିଥିଲେ। କେମିତି ଉଦ୍ଧାର ହେଇଥିଲେ? ସେ କେବଳ ବୈଷ୍ଣବ ଅପରାଧ କରିନଥିଲେ। ଜଗାଇ ମାଧାଇ ସବୁ ଅପରାଧ କରିଥିଲେ, ଏମିତି କୋଉ ଅପରାଧ ନାହିଁ ସେ ନ କରିଥିଲେ, କିନ୍ତୁ କେବଳ ସେ ବୈଷ୍ଣବ ଅପରାଧ କରିନଥିଲେ। ସେଥିପାଇଁ ସେ କ୍ଷମାର ସାଗର ହେଇଗଲେ। ବୈଷ୍ଣବ ଅପରାଧ କଲେ, କ୍ଷମା ମିଳିବା ବହୁତ କଷ୍ଟ। ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ବୈଷ୍ଣବ ଅପରାଧ ନ କରିବା। ସୁରୁଚିଙ୍କୁ ଏଭଳି ଯୋଉ ପୁତ୍ରକୁ ରାଜା ହବା ପାଇଁ ସେ ଆଉ ଜଣେ ମାନେ ଧ୍ରୁବଙ୍କୁ ଠେଲି ଦେଇଥିଲେ ବା କାଢି ଆଣିଥିଲେ କୋଳରୁ, କେତେ ଆଘାତ ହେଇଥିବ। ଗୋଟେ କୋଳ ଦିହରେ, ବାପା କୋଳରେ ବସିଥିବ, ଯଦି ମା କାଢି ଆଣିବ, ଆଉ ଆଣିକି କହିବ ତୁ ଯୋଗ୍ୟ ନୁହଁ ଏ ଇଏରେ ବସିବା ପାଇଁ, ଯାହା ତୁ ମାନେ ଠେଲିଦବ, ତାହେଲେ କେତେ କଷ୍ଟ ହେଇଥିବ। ନିଶ୍ଚିତ ଛୋଟ ପିଲା ହେଲେ ବି କଷ୍ଟ ଲାଗିବ ନା। ସେଇ କଷ୍ଟଟା ହିଁ ତ ଧ୍ରୁବ ମହାରାଜଙ୍କୁ ଭକ୍ତିକୁ ଆଣିଥିଲେ, ଆଉ ଭଗବାନ ହିଁ ତାଙ୍କ ପାଖକୁ ହିଁ ପଳେଇ ଆସିଥିଲେ। ଆଜି ପର୍ଯ୍ୟନ୍ତ ଧ୍ରୁବ ଲୋକ ଅଛି, ଓ ସେ ରହିବ ମଧ୍ୟ। କିନ୍ତୁ ଯୋଉ ସୁରୁଚି ତାଙ୍କ ପୁଅ ଉତ୍ତମ ପାଇଁ ଯୋଉ କରିଥିଲେ, ସେ ଆଜି କଣ ଶୁଣୁଛନ୍ତି? ନେଗେଟିଭ। ମାନେ ତାଙ୍କୁ ଲୋକ କଣ ଶୁଣିଲେ, ତାଙ୍କ କଥା ମାନେ ମନରେ କେମିତି ଏମିତିଆ ବିମାତା ଥିଲା। ସେଥିପାଇଁ ଏବେ ସାବତ ମାନଙ୍କ ପ୍ରତି ତାଙ୍କର ଯୋଉ ବ୍ୟବହାର ଆଗରୁ ବି ରହିଯାଇଛି, ନିଜ ସନ୍ତାନ ପ୍ରତି ଅଧିକା ପ୍ରେମ, ଆଉ ଆଗ ମାନେ ସଉତୁଣୀର ସନ୍ତାନ ପ୍ରତି ଯୋଉ ଦୋଷ ଭାବ ବା ଈର୍ଷା, ସେଇ ଜିନିଷଟା ଏବେ ବି ରହିଛି। ବହୁତ କମ ବିମାତା ଭଲ ପାଉଛନ୍ତି, ନହେଲେ ଦୋଷ ଭାବ ଟା ବହୁତ ରହୁଛି। ତ ଆଗରୁ ବି ଥିଲା, ଆଉ ଏବେ ତେଣୁ ସେଇ ଜିନିଷ ବି ରହିଛି। ଭକ୍ତି ବି ଥିଲା, ଆଉ ଏ ଦୋଷ ଭାବ ବି ଥିଲା। ତେଣୁ ଆମକୁ ଭକ୍ତି କରିବାର ଅଛି। ଆଉ ସହନଶୀଳତା, ଲାଷ୍ଟକୁ ଏତିକି କହିବି, ସହନଶୀଳତା ଆଉ ଦୟାଳୁ ହେବା ଉଚିତ। ଏବଂ ସମସ୍ତଙ୍କ ସହିତ ଗୁଡ ବିହେଭିୟର, ସମସ୍ତଙ୍କ ସହିତ ବ୍ୟବହାର କରିବା, କାହାକୁ ଅପମାନ କରିବାନି। ଆମେ ଯଦି କାହାକୁ ବି ଅପମାନ କରିଥିବା ନା, ସେ ଅପମାନ ଆମକୁ ରିଟର୍ଣ କରିବ ନିଶ୍ଚିନ୍ତ। କେବେ ଆମେ ଚେଷ୍ଟା କରିବାନି କାହାକୁ ଅପମାନ କରିବା ପାଇଁ, ଜାଣତରେ ହଉ କି ଅଜାଣତରେ ହଉ। ଚେଷ୍ଟା କରିବା ସମସ୍ତଙ୍କୁ ସମ୍ମାନ ଦେବା ପାଇଁ। ଯଦି ଆମେ କାହାକୁ ସମ୍ମାନ ଦେଇପାରୁନେ, ତାହେଲେ ଆମେ ଚୁପ୍ ରହିଯିବା, କିନ୍ତୁ କାହାକୁ ଅପମାନ ଦବାନି କି ଅସମ୍ମାନ କରିବାନି। ଆମେ ଏଇଟା ଚେଷ୍ଟା କରିବା ଧୀରେ ଧୀରେ। ସବୁ ଜିନିଷ ତ ହଠାତ୍ କିନି ହେଇପାରିବନି। ଆମେ ଲାଇଫରେ ଧୀରେ ଧୀରେ ଚେଷ୍ଟା କରିବା ଏ ଜିନିଷକୁ ମ୍ୟାନେଜ କରିବା ପାଇଁ, ଯେ କେମିତି ଆମେ ନନ୍ ଡିଭୋଟି ସହିତ ବ୍ୟବହାର କରିବା। ଠିକ ଅଛି, ଆଜି କ୍ଲାସକୁ ଆମେ ଏଇଠି ରଖିବା। ଆଉ କାହାର ଯଦି କୋଶ୍ଚିନ୍ ଅଛି କିଛି, ପଚାର।
हरे कृष्ण माताजी, धन्यवाद प्रणाम। हरे कृष्ण धन्यवाद प्रणाम। माताजी ମୁଁ ଶୁଣିଥିଲି କି ମାନେ ଆମେ ଯୋଉ ଭକ୍ତି କରୁଛୁ ଆମେ କାହାର ପାଦ ଛୁଇଁବା କଥା ନୁହଁ। ତ ଯୋଉ ରିଲେଟିଭ୍ସ ଆସନ୍ତି ଘରକୁ ସେମାନଙ୍କୁ ମାନେ କେମିତି କରିବା? କାହିଁକି ନା ଆମର ଅଛି ନା କି ଯିଏ ଆସିବେ ତାଙ୍କର ମାନେ ପାଦ ଛୁଇଁକି ତାଙ୍କୁ ପ୍ରଣାମ କରିବା। ତ ସେତେବେଳେ କେମିତି ଡିଲ୍ କରିବା? ହଁ ଏଇ କୋଶ୍ଚିନ୍ ଟା ମୁଁ ମୋ ପରିବାରରୁ ବି ପାଦ ଛୁଇଁବା ଯେତେବେଳେ ମୁଁ ଦୀକ୍ଷା ନେଇ ସାରିଲି, କାରଣ ମୋ ପରିବାରରେ ଦୀକ୍ଷିତ କେହି ନାହାନ୍ତି, କିନ୍ତୁ ପାଦ ଆମେ ସେଇମାନଙ୍କର ଛୁଇଁବା କାହାର ନିଜ ପିତାମାତା, ନିଜ ସ୍ୱାମୀ। ହେଲା, ପିତାମାତା ସ୍ୱାମୀର ପାଦ ଆମେ ଛୁଇଁ ପାରିବା, ତା ଛଡା ଅଲଗା ମାନଙ୍କର ପାଦ ଆଉ କେବେ ଛୁଇଁବାନି। ଆମେ ଯେହେତୁ ଭକ୍ତି ଲାଇନକୁ ଆସିଲେଣି, ଦେଖନ୍ତୁ ଗୁରୁ ମହାରାଜ ପାଦ ଦଉଛନ୍ତି, ସିଏ ଆମର ସର୍ବଶ୍ରେଷ୍ଠ ପିତା। କାରଣ ପାଦ ଛୁଇଁଲେ କଣ ହୁଏ ନା ପଜିଟିଭ ଏନର୍ଜି ଯୋଉ ଅଛି ପାସ୍ କରି ଆସେ ଯିଏ ଯାହାର ପାଦ ଛୁଉଁଛି। ଆଉ ନେଗେଟିଭ ଟା କଣ ହୁଏ, ମାନେ ଆମର ପଜିଟିଭ ଟା ଆମେ ଯାହାର ପାଦ ଛୁଇଁବା ଆମର ପଜିଟିଭ ସେଠି ପାସ୍ କରିବ, ସେମାନଙ୍କର ନେଗେଟିଭ ଟା ଆମକୁ ଏଣ୍ଟ୍ରି କରିବ। ଏଇଟା ବି ମୁଁ ଶୁଣିଥିଲି ହେଲା। ତେଣୁ ସେଥିପାଇଁ ଆମେ ଆମ ପିତାମାତାଙ୍କ ପାଦ ଛୁଇଁକି ପ୍ରଣାମ କରିବା। ଆଉ ଯୋଉ ରିଲେଟିଭ ମାନେ ରହିଲେ ତାଙ୍କୁ ଏମିତି ହାତ ଯୋଡିକି ପ୍ରଣାମ କରିବା। ଯଦି ବି କେହି କୁହନ୍ତି ମାନେ କୋଶ୍ଚିନ୍ କରନ୍ତି, କହିବେ ନାଇଁ ଯେହେତୁ ବୈଷ୍ଣବ ପରମ୍ପରାରେ ଆସିଛୁ, ଆମକୁ ଆମର ପରମ୍ପରା ହିସାବରେ ଯାହା ନୀତି ନିୟମ ଅଛି, ଆମର ଆଚାର୍ଯ୍ୟ ନୀତି ନିୟମ ଯାହା ଆଗରୁ କହିଛନ୍ତି, ଆମର ସିନିୟର ମାନଙ୍କ ପାଖରୁ ଆମେ ଯାହା ଜାଣିଛେ, ଆଗରୁ ଆଚାର୍ଯ୍ୟ ମାନେ ବି ବହୁତ ପୁରାଣ ବି ଲେଖା ହେଇଛି, ପାଦ ପାଦ କେବଳ ନିଜ ପିତାମାତା ଆଉ ସ୍ୱାମୀର ପାଦ ଛୁଇଁ ପାରିବ, ଆଉ କାହାର ଅଲଗା ରିଲେଟିଭ ମାନେ ଆଉ କାହାର ପାଦ ଛୁଇଁବନି, ଏମିତି ହାତ ଯୋଡି ପ୍ରଣାମ କରିପାରିବ। ଆଜ୍ଞା ହରେ ମାତାଜି। କୃଷ୍ଣ। ଶିବାନୀ ମାତାଜୀ କିଛି ଅଛି? ଏମିତି ଭକ୍ତିରେ ଆସିଲେ ଘରେ ଏମିତି ଯୋଉ କୁହନ୍ତି ମାନେ ଏତେ ଛୋଟରୁ କାହିଁକି ଗଲୁ, ଆଜି ହିଁ ସେଇଟା ଡିସ୍କସନ ହଉଥିଲା ଘରେ, ତ ସେଇଟା କାହିଁକି ଏତେ ଛୋଟ ଭଗବାନଙ୍କୁ ଭକ୍ତି କରୁଛୁ, ପାଠ ପଢୁନୁ? ମୁଁ କହିଲି ମୁଁ ତ ପାଠ ପଢୁଛି ନା, ଅଧିକ ଟାଇମ ପାଠରେ ଦେ ଯେତେ ଟାଇମ ତୁ ଭକ୍ତିରେ ଦଉଛୁ। ମୁଁ କହିଲି ଦିଟା ଯାକ ମୁଁ ସେମ ଦଉଛି ଇକ୍ୱାଲ, ଯେମିତି ନୁହଁ କି ମୁଁ ଅଧିକ ହିଁ ଭକ୍ତିରେ ଦେଇ ଦଉଛି ଆଉ ପାଠ ପଢୁନି। ସିଏ ଭାବୁଛନ୍ତି ଯେ ମୁଁ ଅଧିକ ଟାଇମ ଭକ୍ତିରେ ହିଁ ଦଉଛି, ଯେହେତୁ ଷ୍ଟାଟସ ଗୁଡା ମୁଁ ଦେଇଦିଏ ତ ସେ ଭାବନ୍ତି ମୁଁ ଅଧିକ ଟାଇମ ମନ୍ଦିରରେ ଯାଏ ବା ମାନେ ଭକ୍ତିରେ ହିଁ ଦିଏ, ପାଠ ସାଠ ପଢେନି। ସେଇଟା ନେଇକି ଆଜି ଘରେ ଟିକେ ପାଟି ହଉଥିଲା ତ ସେଇଟା, ତେଣୁ ମୁଁ ହିଁ ଚୁପ୍ ଦେଖ ଆଉ କିଛି କହୁ ବି ନଥିଲି। ଆଉ ସେମାନେ ତ ବଡ ବାପା ମା, ଆଉ ବୁଝେଇ ତ ପାରିବିନି ମୁଁ, ଯେତିକି ମୋ ଦ୍ଵାରା ସମ୍ଭବ ପାରିଲି, ଆଉ ଯୋଉଟା ପାରିଲିନି ପୁରା ଚୁପ। ମାନେ ଠିକ ଅଛି, ସେମାନେ ତ କହିବେ। ଆଜି ଆଜି ତ ଡିସ୍କସନ ରୁ ତମେ ବୁଝିଗଲ। ଦେଖ ଆଜି ଧନ୍ୟବାଦ। ତମର ସେଇ ଡିସ୍କସନ ହେଇଛି, ଦେଖ କୃଷ୍ଣଙ୍କର କୃପା କଣ ଆଜି କ୍ଲାସ ଟା ସେଇ ଇଏ ରହିଗଲା, କହିଲେ ଦେଖିଲ। ହଁ। ତେଣୁ ସେଇଟା କୃଷ୍ଣଙ୍କର ଇଚ୍ଛା ଯେ କେମିତି ଆମେ ମ୍ୟାନେଜ କରିବା। ସମୟ ଆସିବ, ସେଇ ପିତା ଆମେ ଦେଖନ୍ତୁ, ଆମକୁ ଯେତେବେଳେ ଶରୀର ଖରାପ ବି ହବ ନା, ଭଗବାନ ଛଡା କେହି ଆମକୁ ସାଥ ଦେଇପାରିବେନି, ସତ କଥା। ମେଡିସିନ ବି ସାଥ ଦବନି, କିନ୍ତୁ ଭଗବାନ ଏବେ ଇମ୍ପସିବୁଲ କୁ କ୍ୟାନ ପସିବୁଲ ବାଇ ଗଡ। ପିତାମାତା ବି ସାଥ ଦେଇପାରିବେ। ପିତାମାତା ତ ଏଇ ଆମର ଯାଇ ଯେହେତୁ ଗୁରୁଜନ, ଆଗେ ତ ସେ ସଂସାରରୁ ଯିବେ ନା। କିନ୍ତୁ ଆମେ ଯଦି ଭକ୍ତି ଲାଇନରେ ଥିବା, ଭଗବାନ ଆମକୁ ବଡ ବଡ ବିପଦରୁ ସାଥ ଦେବେ। ତାମାନେ ନୁହଁ ଯେ ପିତାମାତାଙ୍କୁ ଆମେ ଅସମ୍ମାନ କରିବା, ସେ ଆମକୁ ଜନ୍ମ ଦେଇଛନ୍ତି, ଆମକୁ ଏତେ ବଡ ହଁ ପାଳି ପୋଷଣ କରିଛନ୍ତି, ଆଉ ସେମାନଙ୍କର କିଛି ସ୍ୱୀକୃତ ଅଛି ବୋଲି ଆମେ ଭକ୍ତି କରିପାରୁଛେ, ସେଇଟାକୁ ଆମେ ବି ଡିନାଇ କରିପାର। ସେମାନେ ବୁଝି ନାହାନ୍ତି, କିନ୍ତୁ ତାଙ୍କ ଅନୋନ ରେ ତାଙ୍କ ପୁତ୍ର କନ୍ୟା ଜଣେ ଭକ୍ତ ହେଇକରି ଜନ୍ମ ହେଇଯାଇଛନ୍ତି। ସେମାନଙ୍କର ଅଜାଣତରେ କୋଉଠି ପୁଣ୍ୟ କର୍ମ ବଳରେ ହିଁ ସନ୍ତାନ ଜନ୍ମ ହେଇଯାଇଛନ୍ତି, ହେଲା। ତେଣୁ ପିତାମାତା ସେ ନିଶ୍ଚିନ୍ତ ଆଜି ନୁହେଁ କାଲି ସିଓର ବୁଝିବେ। ତମେ ଭକ୍ତି ସହିତ ଜାରି ରୁହ, ଲାଗି ରୁହ, ଭକ୍ତି କରିଚାଲ, ଦେଖିବ ନିଶ୍ଚିନ୍ତ ଯୋଉ ପାଠ ବି ପଢ, ଭକ୍ତି ବି କର। ଆମେ ଯଦି ଭକ୍ତି କରିକି ପାଠ ପଢୁଥିବା, ଆମର ଯୋଉ ସକ୍ସେସ ହବ ସେଇଟା ବହୁତ ଆମକୁ ଖୁସି ଲାଗିବ। ତେଣୁ କାହିଁକି ନା ଆମକୁ ଦୁଃଖ ଆସିଲେ କଷ୍ଟ ଲାଗିବନି, ଯଦି ମାର୍କ କମ ରହିଲା ବି କଷ୍ଟ ଆସିବନି, କାରଣ ଭଗବାନଙ୍କ ଇଚ୍ଛା ଥିଲା ବୋଧେ ମତେ ଏତିକି ମିଳିଲା। କିନ୍ତୁ କର୍ତ୍ତବ୍ୟ କରିବା, କର୍ମ ହିଁ ଭଗବାନ। ଭଗବାନ ବି କହିଛନ୍ତି ନା ଭଗବତ ଗୀତାରେ, କର୍ମ ଯୋଗରେ କହିଛନ୍ତି, ତାଙ୍କୁ ବି କିନ୍ତୁ କର୍ମ କରିବାକୁ ସମସ୍ତେ ପଡେ। ଭାବନ୍ତି ମାତାଜୀ ଯୋଉ କର୍ମ କଲେ ବି ମାନେ ଭଲ ହିଁ ହବ, ବଟ କର୍ମଟା ବି ତ ଠିକ ନା, କରିବା ଦରକାର ନା, କର୍ମରେ ଯଦି ଫଳ ନିଶ୍ଚିନ୍ତ କରିବା ଦରକାର। ଆଉ ସବୁ କର୍ମ କୃଷ୍ଣଙ୍କ ପ୍ରୀତିରେ କର୍ମ ହବା ଦରକାର।
କିନ୍ତୁ ଲୋକମାନେ ଭାବନ୍ତି ଯେ ଏମିତି ନୁହଁ, ଭଗବାନ କହିଛନ୍ତି କର୍ମ ହିଁ ଭଗବାନ, ତାହେଲେ କର୍ମ ହିଁ କରିଚାଲ। ଯାହା ବି କଲେ କଣ ଭଗବାନ କହିଛନ୍ତି ଯୋଉ କର୍ମ କଲେ ବି ଭଗବାନ। ଏଇ ଲୋକ ବା ଏଇ ଓଲଟା ଜିନିଷ ବୁଝୁଛନ୍ତି ଯେ ଯାହା ବି କଲେ ଭଗବାନ ତ କର୍ମ କରିବି ତାହେଲେ ତୁ ମଣିଷ ମର୍ଡର ଏକ୍ସାମ୍ପଲ ଏଇ କଥାର। ଆଚ୍ଛା ଆମର ବର୍ଡରରେ ଯୋଉ ସିକ୍ୟୁରିଟି ଅଛନ୍ତି, ଆମର ବିଏସଏଫ ବର୍ଡର ସିକ୍ୟୁରିଟି ଫୋର୍ସ ଯୋଉ ଅଛନ୍ତି, ସିଏ ଯଦି 100ଟା ଲୋକକୁ ମର୍ଡର କରିବେ ତାହେଲେ ଭଗବାନ ଭାରତ ମାତା ତାଙ୍କୁ ଆମେ ସମସ୍ତେ ଆୱାର୍ଡ ଦବା, ତାଙ୍କୁ ପାପ ଲାଗିବନି। କିନ୍ତୁ ସେଇ ଲୋକ ଯଦି ସେ ବର୍ଡର ସେ ଡ୍ୟୁଟିରୁ ଆସିକି ଗାଁରେ କାହାକୁ ମର୍ଡର କରେ ତାହେଲେ ସେ ଦୋଷୀ ସାବ୍ୟସ୍ତ ହେଇକି ଜେଲ ଯିବ। ସେମ୍ ଲୋକ କିନ୍ତୁ ତାର କର୍ତ୍ତବ୍ୟ ଜାଗାରେ ସେଠି ଯଦି ସେ 100 କଣ ହଜାର ହଜାର ଯଦି ସେ ମାରେ, ସେଠି ତାକୁ ପାପ ଲାଗିବନି, ତାକୁ ଆୱାର୍ଡ ମିଳିବ। କାରଣ ସିଏ ଦେଶ ରକ୍ଷା ଦେଶ ମାତୃକା ପାଇଁ ସେବା କରିଛି। କିନ୍ତୁ ଯଦି ସେଇ ଲୋକ ଚାକିରିରୁ ଆସି ଗାଁରେ ଯଦି ଗୋଟାଏ ଲୋକକୁ କାହାକୁ ମର୍ଡର କରେ ତାହେଲେ ସେ ଜେଲ ଯିବ। ତ ସେଇ ଲୋକ ତ କର୍ମ ସେଠି ବି ଲୋକ ମାରିଛି, ଏଠି ବି ଲୋକ ମାରିଛି, କର୍ମ କେମିତି ଡିଫରେଣ୍ଟ ଲୋକ ଆଚ୍ଛା। ବୁଝନ୍ତିନି। ତେଣୁ କର୍ମଟା କୋଉ କ୍ଷେତ୍ରରେ କରିବା ଦରକାର। ଆମେ ଏଇ ଯୋଉ କର୍ମ କଥା ହେଲେ ବହୁତ ଲୋକ ଭାବନ୍ତି ଭଗବାନଙ୍କ ପାଇଁ ଏତେ ପଇସା କଣ ଖର୍ଚ୍ଚ କରିବ, ଭଗବାନଙ୍କୁ ଦାନ ଧର୍ମ କଣ କରିବ, କିନ୍ତୁ ଲୋକ ବୁଝି ପାରନ୍ତିନି ଆମେ ଭଗବାନ ପାଇଁ ଟଙ୍କାଟେ ଯଦି ଖର୍ଚ୍ଚ କରିଥିବା ନା, ସିଏ 1000 ଟଙ୍କା ଆମ ପାଇଁ ରିଟର୍ଣ କରିଦବ, ତାର 1000 ଗୁଣା ଆମକୁ ରିଟର୍ଣ କରିଦବ। କେମିତି ରିଟର୍ଣ କରିବ? ମନରେ ବି କୋଶ୍ଚିନ୍ ଆସୁଥିବ, କୋଉ ଦିନ ଭଗବାନ ଆମେ 1000 ଟଙ୍କା ଖର୍ଚ୍ଚ କଲେ ଆମକୁ 5000 10,000 କି କୋଟିଏ। ଆରେ ଆମର କୌଣସି ଆକ୍ସିଡେଣ୍ଟ ହବ ଲକ୍ଷାଧିକ ଟଙ୍କା ଉଠିଯିବ, କୌଣସି ରୋଗ ଆସିବ ଲକ୍ଷାଧିକ ଟଙ୍କା ଉଠିଯିବ, ବଡ ବଡ ବିପଦ ଆସିବ, କୁଆଡେ ପଇସା ଉଠିଯିବ। କିନ୍ତୁ ଯଦି ଆମେ ଭଗବାନଙ୍କ ସେବାରେ ଲଗେଇଥିବା ନା, ଭଗବାନ ସେଠି ଦେଖିବେ ଆରେ ମୋ ଛୁଆଟା ମୋ ପାଇଁ କରିଛି ରେ, ତାର ଏତେ ବଡ ଦୁଃଖଟା ବିପଦରେ ଆସୁଛି, ମତେ ଏଠି କିଛି କରିବାକୁ ପଡିବ। ହଁ। ଭଗବାନ ଠିଆ ହେଇଯିବେ, କାହା ନା କାହା ରୂପରେ ଠିଆ ହେଇଯିବେ। ଧର ଆକ୍ସିଡେଣ୍ଟ ହବାକୁ ଥିବ, ବଡ ବିପଦ ଆସିଥିବ, ଭଗବାନ କଣ କୌଣସି ଗୋଟେ ରୁକାବଟ ଦେଇକି ଅଟକେଇ ଦେବେ। ମୁଁ ମୋର ଏକ୍ସପିରିଏନ୍ସ ମୋ ହଜବେଣ୍ଡଙ୍କର ଏଇ ପ୍ରିଭିୟସ ଡିସେମ୍ବର 2 ବର୍ଷ ତଳେ ପୁଅକୁ ହଷ୍ଟେଲରେ ଛାଡିକି ଫେରୁଥାନ୍ତି ପାଗା ପାଖରେ, 60-70 ସ୍ପିଡରେ ଥାନ୍ତି ୟୁନିକର୍ନ ଗାଡି, ହଠାତ୍ କିନି ପାଗା ପାଖରେ ଗୋଟେ ଟାଟା ମ୍ୟାଜିକ ମାନେ ଭିତରୁ ପଶିଲା, ଇଏ ଠାଏ କି ନେଇକି ପିଟିଲେ। ଆଉ ପିଟିକି ପୁରା ଯେମିତି ସେ ଫିଲ୍ମରେ ଯେମିତି ସୁଟିଂ ହେଇକି ପଡନ୍ତି ନା, ସେମିତି ସେ ଗାଡି ଉପରେ ପଡିଲେ। ସେଠି ସେ ଛକ ଇଏ ଦିହରେ ଯୋଉ ଲୋକ ଥାନ୍ତି ସେ ଦୌଡ଼ିକି ଆସିଲେ, କହିଲେ ଏ ବାଇକ ବାଲାର କିଛି ଆଉ ଇଏ ନଥିବ। ମୁଁ ସେଇଦିନ ମୋର ପର୍ଟିକୁଲାର ମନେ ପଡୁଥାଏ, ମୁଁ ମାଲକାନଗିରିରେ ଥାଏ, ଜଷ୍ଟ ଚାଣ୍ଟିଂ ମାନେ କରିସାରିଲି, ଛୁଟି ଥାଏ ସେଦିନ, ପ୍ରାୟ ବୋଧେ ସଣ୍ଡେ ହେଇଥାଏ, ଛୁଟି ଥାଏ। ବେଳାବେଳି ଯେହେତୁ ଚାଣ୍ଟିଂ, ଆଉ ଛୁଟି ଦିନ ଯୋଉ ଦିନ ଆସେ ମୁଁ ଟିକେ ଚାଣ୍ଟିଂ କରିସାରି ଟିକେ ସେଇଦିନ ରେଷ୍ଟ ଟିକେ ନେବାକୁ ଇଚ୍ଛା ବି ହୁଏ। ମୁଁ ଟିକେ ଜଷ୍ଟ 10 ମିନିଟ ହବ ମୁଁ ଟାଇମ ଦେଖିଲି, ଥୋଇଲି, ଜଷ୍ଟ ମୁଁ 10 ମିନିଟ ରେଷ୍ଟ କରିନି, ମୋ ନଣଦେଇ କଲ୍ କଲେ ଯେ ନନାର ଆକ୍ସିଡେଣ୍ଟ ହେଇଯାଇଛି ଆଉ ଏଠି ଆଉ, ଯେ ମୁଁ ସାଙ୍ଗେ ସାଙ୍ଗେ ମାନେ କଷ୍ଟ ତ ଲାଗିଲା। ମୁଁ କହିଲି କିନ୍ତୁ ମୋର ଏତିକି ଭରସା ଅଛି, ଯାହାବି ହେଇଥିବ କିନ୍ତୁ ଭଗବାନ ତାଙ୍କୁ ସେଭରେ ରଖିଥିବେ। ହେଲା, ସେ ନଣଦେଇ ବ୍ୟସ୍ତ ହଉଥିଲା, ମୁଁ କହିଲି କଣ, ତାପରେ ମୁଁ କହିଲି କିଛି ନନାର ହେଇନି ତ, ବ୍ୟସ୍ତ ବ୍ୟସ୍ତ ହୁଅନି। କହିଲି ତମେ କେମିତି କହିବ ଯେ କିଛି ହେଇଥିବ, ଏତେ ବଡ ଇଏ କଣ କହିଛି, ନନା କଣ କଥା ଆଉ ହଉନି ନାହିଁ। ମୁଁ କହିଲି କିଛି ବ୍ୟସ୍ତ ହୁଅନି, ଭଗବାନ ମୁଁ କାରଣ ସେଇଦିନ ଚାଣ୍ଟିଂ କରୁଥାଏ, ମାନେ ସେ ଛାଡିବାକୁ ଆସିଥିଲେ ପୁଅକୁ, ମୁଁ କାରଣ ସେମାନଙ୍କ ପାଇଁ ବି ମୁଁ ମାନେ ଚାଣ୍ଟିଂ କରିଦିଏ ଆଗରୁ, ଯେହେତୁ ସେ ଚାଣ୍ଟିଂ କରୁନଥିଲେ ସେମାନେ ସବୁ, ଏବେ ଏବେ ଆସିଲେଣି, ଏବେ ଚାଣ୍ଟିଂ କଲେଣି। ତେଣୁ ମୁଁ ସେତିକି ଭରସା ଆଉ କୃଷ୍ଣଙ୍କ ଉପରେ ଅଛି, ହେଲା, ଯେ ସେ ନିଶ୍ଚିନ୍ତ ରକ୍ଷା କରିବେ। ସେ ନିଜେ ବି ଫିଲ୍ କରି କହୁଥାନ୍ତି ଯେ ମତେ ଫିଲ୍ ହେଲା ଯେ ମୁଁ ଗାଡି ଉପରେ ଇଏ ପଡନି, ଯେ ଗୋଟେ କଣ ଗୋଟେ ନରମ ଇଏ ଜାଗାରେ ଯେମିତି ଯେମିତି ମତେ କିଏ ଏମିତି ଗୋଟେ ଧରି ପକେଇଲେ, ନିଶ୍ଚୟ ଫିଲ୍ କରିଛନ୍ତି। ତେଣୁ ଭଗବାନଙ୍କର ଇଚ୍ଛା, ଆମେ ଯେତିକି ପାରିବା କରିବା। ଆଉ ମାନେ ଭୌତିକ ଜଗତରେ ଆମେ ଅଛେ, ସଂସାରରେ ଅଛେ, ଯେତିକି ପାରିବା କରିବା। ଭଗବାନଙ୍କର ଆଶିଷ ନବା ପାଇଁ ସବୁବେଳେ ଚେଷ୍ଟା କରିବା। ଆଉ ପିତା ମାତାଙ୍କ ଆଶୀର୍ବାଦ, ଘରେ ଗୁରୁଜନ ମାନଙ୍କ ଆଶୀର୍ବାଦ, କାହାକୁ ହଟ୍ କରି କହିବାନି, ବୁଝେଇବା। ଭକ୍ତି ସମୟ ଆସିବ ସମସ୍ତେ ବୁଝିବେ। ସେଇଭଳିଆ ମ୍ୟାନେଜ କରିପାରିଲେ ହେଲା, ଆମକୁ ୱେଟ୍ କରିବାକୁ ପଡିବ, ସହିବାକୁ ପଡିବ, ସେଇଟା ହିଁ ଆମକୁ ସଫଳତା ଦବ। ଠିକ ଅଛି, ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ।